କାହାଣୀ ପସନ୍ଦ ଆସିଥିଲେ ଆମ ଭିଡ଼ିଓରେ ଲାଇକ୍ ସେୟାର ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିତ ରୂପେ କରନ୍ତୁ। ଓଡ଼ିଶା ଆନ୍ଧ୍ରପ୍ରଦେଶ ବର୍ଡରରେ ଏକ ସୁନସାନ ରାସ୍ତାରେ ଅଛି ଏକ ଟ୍ରେନ୍ ଫାଟକ। ସେ ଫାଟକ କେବଳ ଏକ ରାସ୍ତା ନୁହେଁ, ଏହା ଏକ ଏମିତି ଜାଗା ଯେଉଁଠି କାହାଣୀମାନେ ଆଜି ବି ଜୀବନ୍ତ ଅଛନ୍ତି। ଲୋକମାନେ କହନ୍ତି ଏହି ଫାଟକରେ ଘଟିଥିବା ସବୁ ଦୁର୍ଘଟଣା କେବଳ ଆକ୍ସିଡେଣ୍ଟ ନୁହେଁ, କିଛି ତ ରହସ୍ୟ ଅଛି ଏହି ଜାଗାର। ପୁରୁଣା ସମୟରେ ଯେବେ ଏହି ଜାଗାରେ ଫାଟକ ବି ନଥିଲା, ସେ ସମୟରେ ବି ଅନେକ ଲୋକ ଅନେକ ପଶୁ ଏହି ଲାଇନ୍ କ୍ରସ୍ କରୁଥିଲା ବେଳେ ନିଜର ଜୀବନ ହରାଇଛନ୍ତି। ସମୟ ବଦଳିଲା, ଦୁନିଆ ଆଗକୁ ବଢ଼ିଲା, କିନ୍ତୁ ଏହି ଅଞ୍ଚଳ ସେହି ପୁରୁଣା ଅନ୍ଧକାରରେ ଅଟକି ରହିଗଲା। ସହର ଲୋକମାନେ ଏହି ଜାଗାକୁ ମାଓ ଏରିଆ ବୋଲି କହୁଥିଲେ। ରାତି ହେଲେ କେହି ବି ଏହି ରାସ୍ତା ଦେଇ ଯିବାକୁ ସାହସ କରୁନଥିଲେ। ପରେ ଗଭର୍ଣ୍ଣମେଣ୍ଟ ଏହି ଜାଗାରେ ଫାଟକ ବନେଇଲା, ଏକ ଛୋଟ ଘର ବି ବନେଇଲା ଯେଉଁଠି ଷ୍ଟାଫ୍ ମାନେ ରହିବେ। ପ୍ରଥମେ ସବୁକିଛି ଠିକ୍ ଚାଲୁଥିଲା, ହେଲେ 2008 ପରେ କିଛି ବଦଳିବା ଆରମ୍ଭ ହେଲା। ଯେ ଷ୍ଟାଫ୍ ଏହି ଫାଟକରେ ପୋଷ୍ଟିଂ ପାଉଥିଲେ ସେମାନେ 2ରୁ 3 ମାସ ଭିତରେ ହିଁ ଟ୍ରାନ୍ସଫର ନେଇଯାଉଥିଲେ। କେହି ବି 3 ମାସରୁ ଅଧିକ ତିଷ୍ଠି ପାରୁନଥିଲେ ଏଠି। ଲୋକମାନେ କହୁଥିଲେ ଏହି ଜାଗାରେ କିଛି ତ ଠିକ୍ ନାହିଁ। 2010ରେ ଗଭର୍ଣ୍ଣମେଣ୍ଟ ଏକ ନୂଆ ରୁଲ୍ ଆଣିଲା ଯେ ଲୋକାଲ ଷ୍ଟାଫ୍ ରଖିବା ମ୍ୟାଣ୍ଡେଟୋରୀ। ସେ ସମୟରେ ଏହି ଫାଟକରେ ହେଲ୍ପର ହିସାବରେ ଜଏନ୍ କଲେ ନିରଞ୍ଜନ। ଆଉ କିଛି ଦିନ ପରେ ଭୁବନେଶ୍ୱରରୁ ଟ୍ରାନ୍ସଫର ହୋଇ ଜଏନ୍ କଲେ ଶ୍ରୀକାନ୍ତ। ଶ୍ରୀକାନ୍ତ ଯାଇ ଫାର୍ଷ୍ଟ ଡେ ନିଜ ରୁମ୍ରେ ପହଞ୍ଚିଲେ। ଜଏନ୍ କରିବା ପରେ ଶ୍ରୀକାନ୍ତ ନିଜ ରୁମ୍ରେ ଫ୍ରେଶ୍ ହେଉଥିଲେ। ଅଚାନକ କବାଟରେ ନକ୍ ହେଲା। ସେ କବାଟ ଖୋଲିଲେ, ହେଲେ ବାହାରେ କେହି ମଧ୍ୟ ନଥିଲେ। ସେ କବାଟ ପୁଣି ନକ୍ ହେଲା। ଏଥର କିନ୍ତୁ ନକ୍ର ସାଉଣ୍ଡ ଟିକେ ଜୋରରେ ଥିଲା। ଶ୍ରୀକାନ୍ତ ଯାଇ କବାଟ ଖୋଲି ଦେଖିଲେ ବାହାରେ ଥିଲେ ନିରଞ୍ଜନ, ତାଙ୍କର ସହକର୍ମୀ ହେଲ୍ପର। ଧୀରେ ଧୀରେ ଦୁହେଁ ଦୁହିଁଙ୍କ ସହିତ ଇଣ୍ଟ୍ରୋଡକ୍ସନ୍ କଲେ। ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିଲା, ଆଉ ସେମାନେ ଭଲ ବନ୍ଧୁ ହୋଇଗଲେ। ଶ୍ରୀକାନ୍ତ 27 ବର୍ଷର ଜଣେ ଯୁବକ ଥିଲେ, ଯିଏ ନିଜ ପରିବାରର ସମସ୍ତ ଦାୟିତ୍ୱଭାର ତୁଲାଉଥିଲେ। ଘର ସବୁ ଦାୟିତ୍ୱ ତାଙ୍କ ଉପରେ ଥିଲା। ତାଙ୍କୁ ଛାଡ଼ିଦେଲେ ତାଙ୍କ ବାପା, ବୋଉ ଏବଂ ଘରେ ତାଙ୍କର 2ଟି ଭଉଣୀ ଥିଲେ। ଭଗବାନଙ୍କର ବହୁତ ବଡ଼ ଭକ୍ତ ଥିଲେ। ଏହି କଥା ମଧ୍ୟରେ ହିଁ ନିଜର ରୁମ୍ରେ ଛୋଟ ମନ୍ଦିର ବି ସ୍ଥାପନ କରିଦେଇଥିଲେ ଶ୍ରୀକାନ୍ତ। ନିରଞ୍ଜନ ଲୋକାଲ ପିଲା ଥିଲେ, 7th ପାସ୍। ପୂର୍ବରୁ ସେ ଜଙ୍ଗଲରେ କାମ କରୁଥିଲେ। ପରେ ଗଭର୍ଣ୍ଣମେଣ୍ଟର ରୁଲ୍ ଆସିବା ଅନୁସାରେ ସେଠାରେ ଚାକିରି ପାଇଛନ୍ତି। ସେଦିନ ରାତିରେ ଶ୍ରୀକାନ୍ତ ରେଜିଷ୍ଟର ଚେକ୍ କରୁଥିଲେ। ସେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ଯେତେ ଅଫିସର ଆସିଥିଲେ କେହି ବି 3 ମାସରୁ ଅଧିକ ଏଠାରେ ତିଷ୍ଠି ନଥିଲେ। ତାପରେ ତାଙ୍କ ନଜର ପଡ଼ିଲା ଆଉ ଗୋଟିଏ ରେଜିଷ୍ଟରରେ। ସେଥିରେ ଏଠାକୁ ଆସୁଥିବା ସବୁ ଟ୍ରେନ୍ମାନଙ୍କର ନାଁ ଥିଲା। ସଣ୍ଡେରୁ ଫ୍ରାଇଡେ 2ରୁ 3ଟି ଟ୍ରେନ୍ କ୍ରସ୍ କରୁଥିଲା ଏହି ଲେବଲ୍ କ୍ରସିଂ, କିନ୍ତୁ ସଟରଡେରେ ଏକ 4ଥ ଟ୍ରେନ୍ ମଧ୍ୟ ଥିଲା ଯାହାକି କ୍ରସ୍ କରୁଥିଲା ଏହି ଲେବଲ୍ କ୍ରସିଂ। କିନ୍ତୁ 4ଥ ଟ୍ରେନ୍ର ନାଁ ସ୍ପଷ୍ଟ ନଥିଲା ସେହି ରେଜିଷ୍ଟରରେ। ତା ପରଦିନ ଯେବେ ନିରଞ୍ଜନ କାମ କରିବାକୁ ଆସିଲେ, ଶ୍ରୀକାନ୍ତ ତାଙ୍କୁ ସେହି ପ୍ରଶ୍ନଟି ପଚାରିଲେ, ଏଇ 4ଥ ଟ୍ରେନ୍ର ନାଁଟା କ'ଣ? ନିରଞ୍ଜନ ଚୁପ୍ ରହିଲେ। ନିରଞ୍ଜନଙ୍କ ନୀରବତା ଶୁଣି ସାରିଲା ପରେ ଶ୍ରୀକାନ୍ତ ତାଙ୍କୁ ପୁଣି ପଚାରିଲେ, ସେ 4ଥ ଟ୍ରେନ୍ର ନାଁଟା କ'ଣ? ଏଥର କିନ୍ତୁ ନିରଞ୍ଜନ ଭାରି ଧୀରେ କହିଦେଲା, ଏହି ଉତ୍ତର ମୁଁ ଆପଣଙ୍କୁ କେବଳ ଶନିବାର ଦିନ ହିଁ ଦେଇପାରିବି। ସେଇଦିନ ମିଡ୍ଡେରେ
ଶ୍ରୀକାନ୍ତ ରୋଷେଇ କରିଥିଲେ ମାଛ ତରକାରୀ ଏବଂ ଭାତ, ଯାହାକି ସେ ପରସିଲେ ନିରଞ୍ଜନକୁ। ଦୁହେଁ ମିଶିକି ଖାଇବା ଖାଇଲେ। ନିରଞ୍ଜନ ବଳକା ଖାଇବା ତକ ଦେଖି ପଚାରିଲେ, ଏ ଖାଇବା ତକ ତମେ କ'ଣ କରିବେ? ଶ୍ରୀକାନ୍ତ ହସିକି କହିଲେ, ଏକା ଲୋକ, କେତେଥର ରୋଷେଇ କରିବି, ରାତିରେ ଖାଇଦେବି। ଏହା ଶୁଣି ନିରଞ୍ଜନ ଚୁପ୍ ରହିଗଲେ। ସନ୍ଧ୍ୟା ହେଲା। ନିରଞ୍ଜନ ଘରକୁ ଯିବା ପାଇଁ ଉଠିଲା। ଶ୍ରୀକାନ୍ତ କହିଲେ, ରାତିରେ ଟ୍ରେନ୍ ଅଛି ନା, ତୁ ରହିଯା। ନିରଞ୍ଜନ ପୁଣି ଥରେ ଚୁପ୍ ରହିଲେ। ଶ୍ରୀକାନ୍ତ ପଚାରିଲେ, ଆରେ ହଁ, ତୁ ସେ ଟ୍ରେନ୍ ନାଁଟା କ'ଣ କହୁଥିଲୁ? ଏଥର ନିରଞ୍ଜନ ନିଜର ମୁହଁ ଖୋଲିଲେ ଆଉ ଭାରି ଶାନ୍ତ ସ୍ୱରରେ କହିଲେ, ଲାଲ ଡିବା। ନିରଞ୍ଜନର ମୁହଁରୁ ଶବ୍ଦ ବାହାରିବା ମାତ୍ରେ ଶ୍ରୀକାନ୍ତ କିଛି ରିଆକ୍ଟ କରିଲେ ନାହିଁ। କିନ୍ତୁ ନିରଞ୍ଜନଙ୍କ କଥା ଏବଂ ତା ଆଖି ମଧ୍ୟରେ କିଛି ଫରକ ଥିଲା। ଏମିତି ଲାଗୁଥିଲା ଯେମିତି କିଛି ଭୟଙ୍କର ସତ ଲୁଚାଉଛି ନିରଞ୍ଜନ। ନିରଞ୍ଜନ ଧୀରେ କହି ଚାଲିଲା, ଆଜି ରାତିରେ ଯେତେବେଳେ ଲାଲ ଡିବା ଆସିବ, ତମକୁ କିଛି ଜିନିଷ ଧ୍ୟାନରେ ରଖିବାକୁ ପଡ଼ିବ। କିଛି ବି ହେଇଗଲେ ମଧ୍ୟ ଫାଟକ ଖୋଲିବନି କିମ୍ବା ବନ୍ଦ କରିବନି। ରୁମ୍ରୁ ବାହାରକୁ ଦେଖିବାକୁ ଜମା ବି ଚେଷ୍ଟା କରିବନି। ଯିଏ ବି ଡାକିବ ଜମା ବି ଜବାବ ଦେବନି। ଆଉ ଶେଷ କଥା, ଯଦି କିଏ କବାଟରେ ନକ୍ କରେ ଆଉ ବରକୋଳି ବିକ୍ରି କରିବା ପାଇଁ ଡାକେ, ତାହେଲେ ତାକୁ 20 ପଇସା ଦେଇକି ତାକୁ ବରକୋଳି ଆଣିଦେବ। କିନ୍ତୁ ତାପରେ ତା ମୁହଁକୁ ତମେ ଚାହିଁବନି। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଲାଲ ଡିବା ଟ୍ରେନ୍ ଭିତରେ ଥିବା ଲୋକଙ୍କ ଆଖିରେ ଆଖି ମିଶାଇବନି। ଏହିସବୁ ଘଟଣା ଶୁଣି ଶ୍ରୀକାନ୍ତର ମଥା ଘୂରିବାକୁ ଲାଗିଲା। ସେ ବୁଝିପାରୁଥିଲା ଏହା ମଜା ନୁହେଁ, ଏହା କିଛି ଭୟଙ୍କର ସତ୍ୟ ଥିଲା। ହଠାତ୍ ଗୋଟେ କ୍ଷଣ ପାଇଁ ତାକୁ ଅନୁଭବ ହେଲା ଯେମିତି ସେ କୌଣସି ଏକ ସ୍ଥାନରେ ଆସି ଯେମିତି ଫସିଯାଇଛି। ନିରଞ୍ଜନ ଏହା କହି ସେଠାରୁ ଚାଲିଗଲା। ନିରଞ୍ଜନ ଯିବାର କିଛି ସମୟ ପରେ ସନ୍ଧ୍ୟାବେଳେ ଶ୍ରୀକାନ୍ତ ଗାଁର ବଜାର ଆଡ଼କୁ ଗଲେ। ଛୋଟ ଚା ଦୋକାନ ପାଖରେ ଯାଇ ପହଞ୍ଚିଲେ। କିଛି ଲୋକ ବସି ସେଠାରେ କଥାବାର୍ତ୍ତା ହେଉଥିଲେ। ସେମାନେ ଯେତେବେଳେ ଶ୍ରୀକାନ୍ତକୁ ଆସିବାର ଦେଖିଲେ, ଏକ ସ୍ମିତ ହାସ୍ୟ ଦେଲେ। ସେମାନେ ବି ସେମ୍ କଥା କହିଲେ, ଲାଲ ଡିବା ଆସିଲେ ବଞ୍ଚିକି ରହିବ। ଏଇ କଥା ମଧ୍ୟରେ ଗୋଟେ ଲୋକ ହସି ହସି କହିଥିଲା, ଡର ଲାଗିଲେ ଗୋପୀନାଥ ବାବୁଙ୍କୁ ଡାକିଦେବ। ଗୋପୀନାଥ? ଏଇ ନାଁ ଶୁଣି ଶ୍ରୀକାନ୍ତ ଶରୀର ଥଣ୍ଡା ହୋଇଗଲା। ମନରେ ଅନେକ ପ୍ରଶ୍ନ ଧରି ସେ ଡେରି ନ କରି ଫେରି ଆସିଲେ ନିଜର ରୁମ୍କୁ। ରାତି ଧୀରେ ଧୀରେ ଗଭୀର ହେବାକୁ ଲାଗିଲା। ସମୟ ଯୋଉଠି ଥମିଗଲା ପରି ଲାଗିଲା। ନିଜ ରୁମ୍କୁ ଆସି ଶ୍ରୀକାନ୍ତକୁ ଭୋକ କିମ୍ବା ଶୋଷ କିଛି ମଧ୍ୟ ଲାଗିଲାନି। ସେ କେବଳ ବସି ସେଇ ଲାଲ ଡିବା ଟ୍ରେନ୍ ବିଷୟରେ ଭାବିବାକୁ ଲାଗିଲେ। ଭାବୁ ଭାବୁ ରାତି ଧୀରେ ଧୀରେ ଗଭୀର ହେବାକୁ ଲାଗିଲା। ସମୟ କେମିତି ଯେ ଅତିବାହିତ ହେଲା ଜଣାପଡ଼ିଲାନି। ହଠାତ୍ ତାଙ୍କ ରୁମ୍ ଭିତରେ ଥିବା ଲାଇଟ୍ଟି ବନ୍ଦ ହୋଇଗଲା। ଶ୍ରୀକାନ୍ତ ହାତ ବୁଲାଇ ବୁଲାଇ ଖୋଜି ଶେଷରେ ମହମବତୀଟିଏ ପାଇଲେ ଆଉ ମହମବତୀର ଲାଇଟ୍କୁ ଜଳାଇଲେ। ମହମବତୀର ଲାଇଟ୍ରେ ସେ ବସି ଭାବୁଥିଲେ ଯେ ଟ୍ରେନ୍ ଆସିଲେ ସେ କ'ଣ କରିବେ, ଆଉ ଲୋକମାନେ ଯେଉଁ କଥା କହୁଥିଲେ ତାହା କ'ଣ। ରାତି ତାର କଳା ଅନ୍ଧାର ଆଣି ଧୀରେ ଧୀରେ ଆସିଲା। ଚାରିଆଡ଼ ଶାନ୍ତ ହୋଇଗଲା। ସମୟ ଯେମିତି ରହିଯାଇଛି। ଦୂରରୁ ସାଉଣ୍ଡ ଆସିଲା ଏକ ଟ୍ରେନ୍ର। ଶ୍ରୀକାନ୍ତର ହୃଦୟ ଜୋରରେ ଧକ୍ ଧକ୍ କରିବାକୁ ଲାଗିଲା। ଟ୍ରେନ୍ ଆସି ପହଞ୍ଚିଗଲା ଫାଟକ ପାଖରେ। ଏକ ଜୋରରେ ହର୍ନ ଦେଲା ଟ୍ରେନ୍ର ହର୍ନ ବନ୍ଦ ହେବା ମାତ୍ରେ କବାଟରେ ହାଲକା ନକ୍ ହେଲା ଆଉ କବାଟ ବାହାରୁ ସାଉଣ୍ଡ ଆସିଲା ସେଇ ବରକୋଳି ବିକୁଥିବା ବୁଢ଼ୀର। କବାଟ ଖୋଲି ବାହାରକୁ ଗଲେ ଶ୍ରୀକାନ୍ତ ସାର୍। ହାତରେ ଧରିଥିଲେ 20 ପଇସା। ସେ ସ୍ତ୍ରୀ ଲୋକ କିଛି ବରକୋଳି ତୋଳି ରଖିଥିଲା, ତାକୁ ଶ୍ରୀକାନ୍ତ ସାର୍ଙ୍କୁ ଦେଲା।
କୋଳି ପାଇଲା ପରେ ଶ୍ରୀକାନ୍ତ ସାର୍ ତାକୁ 20 ପଇସା ଦେଇଦେଲେ। ବରକୋଳି ପାଇ ଶ୍ରୀକାନ୍ତ ନିଜ ରୁମ୍ ଭିତରକୁ ପଶିବାକୁ ଚେଷ୍ଟା କଲେ। ସେ ଭାବିଲେ ସବୁକିଛି ସରିବାକୁ ଯାଉଛି। ସେ ବାହାର ଦୃଶ୍ୟ ତାଙ୍କର ମୁଣ୍ଡ ଖରାପ କରିଦେଉଥିଲା। ତାଙ୍କୁ ଏମିତି ଲାଗୁଥିଲା ଯେମିତି ସେ ସେଇଠାରେ ହିଁ ରହିଯିବେ। ସେ ବାହାର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା। ସେ ଭିତରକୁ ଆସି କବାଟ ଦେବାକୁ ହିଁ ଯାଉଥିଲେ କି ସେତିକିବେଳେ କବାଟ ଭିତରୁ ସେ ବୁଢ଼ୀଟି ନିଜର ହାତ ଭିତରକୁ ଆଣିଦେଲା ଆଉ ତାର ଭାରି ଧୀର ସ୍ୱରରେ କହିଲା, ମାଛ ତରକାରୀ ଅଛି କି ପୁଅ? ଏ କଥା ଶୁଣି ଶ୍ରୀକାନ୍ତର ମଥାରେ ଯେମିତି ବିଜୁଳି ପଡ଼ିଗଲା। ମାଛର ଗନ୍ଧ ଭୂତକୁ ଆଟ୍ରାକ୍ଟ କରେ। ସେ ଭୁଲିଗଲା କେମିତି ଏ ଜିନିଷ ତ ସେ ପିଲାଦିନୁ ଶୁଣି ଶୁଣି ଆସିଛି। ମାଛର ଗନ୍ଧ ପାଇଁ ସେ ବରକୋଳି ବିକୁଥିବା ବୁଢ଼ୀ ବର୍ତ୍ତମାନ ରୁମ୍ ଭିତରକୁ ଆସିବାକୁ ହିଁ ଯାଉଥିଲା। ହଠାତ୍ ଏକ ଭୟଙ୍କର ହର୍ନ ଦେଲା ଲାଲ ଡିବା ଟ୍ରେନ୍। ବୁଢ଼ୀ ପଛକୁ ନ ଚାହିଁ ଦୌଡ଼ିବା ଆରମ୍ଭ କଲା ସେହି ଟ୍ରେନ୍ ଆଡ଼କୁ। ଶ୍ରୀକାନ୍ତ ନିଜକୁ ରୋକିପାରିଲେନି ଆଉ ନଜର ପଳାଇଲା ସେଇ ବୁଢ଼ୀ ଆଡ଼େ। ସେ ବୁଢ଼ୀ ଦୌଡ଼ି ଦୌଡ଼ି ଲାଲ ଡିବା ଟ୍ରେନ୍ ଆଡ଼କୁ ଯାଉଥିଲା। ବୁଢ଼ୀକୁ ଚାହୁଁ ଚାହୁଁ ଶ୍ରୀକାନ୍ତଙ୍କ ନଜର ପଳାଇଲା ଲାଲ ଡିବା ଟ୍ରେନ୍ ଆଡ଼କୁ। ସେ ଦେଖିଲେ ଏକ ଟ୍ରେନ୍, କିନ୍ତୁ କେବଳ ସେଥିରେ ଅଛି 2ଟି ଡବା, ଯାହାକି ସମ୍ପୂର୍ଣ୍ଣ ଲାଲ ରଙ୍ଗରେ ରଙ୍ଗ। ନ ଚାହିଁ ମଧ୍ୟ ତାଙ୍କର ନଜର ପଳାଇଲା ଏକ ଝରକା ଆଡ଼କୁ। ସେଥିରେ ବସିଥିଲା ଗୋଟିଏ ଲୋକ, କିନ୍ତୁ ସେମାନେ ଜୀବନ୍ତ ନଥିଲେ। ସେ ଲୋକର ଆଖିରେ ଆଖି ମିଶାଇ ଯେମିତି ବିସ୍ମୟ ହୋଇଗଲେ ଶ୍ରୀକାନ୍ତ ବାବୁ। ଅଚାନକ ସେ ଡିବା ଭିତରେ ଥିବା ଏକ ପ୍ୟାସେଞ୍ଜର ଶ୍ରୀକାନ୍ତକୁ ଚାହିଁଲା ଆଉ ଆଖି ମିଶିଗଲା। ସେହି ମୁହୂର୍ତ୍ତରେ ସବୁକିଛି ଲାଲ ହୋଇଗଲା। ଆକାଶ, ମାଟି, ପାଣି, ପବନ ସବୁକିଛି ଲାଲ ଦେଖାଗଲା ଶ୍ରୀକାନ୍ତ ସାର୍ଙ୍କୁ। ସବୁ ଲାଲ। ସେହି ଲାଲ ରଙ୍ଗ ଭିତରେ ହଜାର ହଜାର ମୃତ ଲୋକ ଶ୍ରୀକାନ୍ତଙ୍କ ଆଖିରେ ଆଖି ମିଶାଇ ଦେଖୁଥିଲେ। ଯୁଆଡ଼େ ଦେଖିଲେ ମଧ୍ୟ କେବଳ ମୃତ ଲୋକଙ୍କର ହିଁ ଫୌଜ ଥିଲା, ଯେମିତି ସେମାନେ ଶ୍ରୀକାନ୍ତକୁ ଅନେଇକି ହିଁ ମାରିଦେବେ। ଶ୍ରୀକାନ୍ତ ସେଠି ହାଲିଆ ହୋଇ ବେହୋସ ହେବାକୁ ହିଁ ଯାଉଥିଲେ। ହଠାତ୍ ଏକ ହାତ ତାଙ୍କ ହାତ ଧରିଲା। ଜୋର ସେ ଟାଣିଲା ରୁମ୍ ଭିତରକୁ। ରୁମ୍ ଭିତରେ ଆଣି କବାଟ ବନ୍ଦ କରିଦେଲା। ଶ୍ରୀକାନ୍ତ ଯେବେ ହୋସରେ ଆସିଲେ, ସାମ୍ନାରେ ଥିଲେ ଗୋଟିଏ ଅଧ ବୟସର ଲୋକ। କିନ୍ତୁ ତାର ଦେହ ଦେଖିକି ଶ୍ରୀକାନ୍ତର ଶରୀର ଜମିଗଲା। ତାର ଅଣ୍ଟାଠୁ ତଳକୁ ଶରୀରରେ କିଛି ମଧ୍ୟ ନଥିଲା, ତଥାପି ସେ ଚାଲୁଥିଲା। ଶ୍ରୀକାନ୍ତ କମ୍ପୁ କମ୍ପୁ ତାଙ୍କୁ ପଚାରିଲେ, ତୁମେ କିଏ? ସେହି ଅଧଖଣ୍ଡିଆ ଲୋକର ଉତ୍ତର ଭାରି ଥଣ୍ଡା ଥିଲା। ଭାରି ଥଣ୍ଡା ସ୍ୱରରେ କହିଲା ସେ, ମୋ ନାଁ ଗୋପୀନାଥ। ଏବେ ଅନ୍ୟ କଥା ହେବାର ସମୟ ନାହିଁ। ତମେ ମୋତେ କୁହ, ସେ ବୁଢ଼ୀ ତମକୁ ଆଜି କ'ଣ ପଚାରୁଥିଲା? ତୁମେ ଯଦି ବଞ୍ଚିବାକୁ ଚାହୁଁଛ ମୋତେ ପ୍ରଥମେ କୁହ, ସେ ବୁଢ଼ୀ ସହିତ ତୁମେ କ'ଣ କଥା ହେଉଥିଲ? ଶ୍ରୀକାନ୍ତ ସାର୍ ହେଇଥିବା ସମସ୍ତ ଘଟଣା ତାକୁ କହିଲେ। ବରକୋଳି ଆଣିଥିବା ବୁଢ଼ୀ, ବରକୋଳି କିଣିବା, ଆଉ ହଁ, ଶେଷରେ ମାଛ ତରକାରୀ ବିଷୟରେ ସେଇ ପ୍ରଶ୍ନ। ଗୋପୀନାଥ ଧୀରେ କହିଲେ, ତୁମ ମୁଣ୍ଡ କାମ କରୁଛି ତ? ନିରଞ୍ଜନ ତୁମକୁ କହିନି କି ରାତିରେ ମାଛ ତରକାରୀ ରଖିଲେ କ'ଣ ହୋଇପାରିବ? ଶୁଣ, ଏବେ ମୁଁ ଯାହା କହୁଛି। ଏବେ ରାତି 2ଟା ହେଇଛି। 4ଟା ବେଳେ ପାଖରେ ଥିବା ପାହାଡ଼ ଉପରକୁ ଚଢ଼ିବ। ସେଠି ଏକ ବଡ଼ ପଥର ମିଳିବ। ସେଇଥିରେ ମାଛ ତରକାରୀ ରଖିଦେବ। ଆଉ ହଁ, ନିଜର ସବୁ କପଡ଼ା ଖୋଲି ପଛକୁ ନ ଚାହିଁ ଫେରି ଆସିବ। ଏହିସବୁ ଘଟଣା ଶୁଣି ଶ୍ରୀକାନ୍ତ ଜୋରେ ଜୋରେ କରି କାନ୍ଦିବାକୁ ଲାଗିଲେ। ତାଙ୍କୁ ଲାଗିଲା ଯେମିତି ତାଙ୍କର ଜୀବନଟା ତାଙ୍କ ଆଖି ଆଗରେ ପଳାଇବ। ସେ କେଉଁଠି ଆସି ଫସିଗଲେ ସେ ନିଜେ ମଧ୍ୟ ଜାଣିପାରୁନାହାନ୍ତି। ସେ ବାରମ୍ବାର ପ୍ରଶ୍ନ କଲେ, ମୁଁ କ'ଣ ଭୁଲ କରିଛି? ମୁଁ କେବଳ ଜବ୍ ପାଇଁ ଆସିଥିଲି। ମୋତେ ବଞ୍ଚାଅ, ମୁଁ ପଳାଇ ଯିବି। ଗୋପୀନାଥ ଚିନ୍ତାରେ କହିଲେ, ମୁଁ ବେଶୀ ଡେରି ରହିପାରିବିନି। ମୁଁ ତମ ସହିତ କିନ୍ତୁ ସବୁବେଳେ ଅଛି। ସେ ବୁଢ଼ୀ ପୁଣି ଥରେ ଆସିପାରେ, କିନ୍ତୁ ତମେ ଏଥରକ କବାଟ ଖୋଲିବନି। ଏହା କହି ଗୋପୀନାଥ ଅଚାନକ ଅନ୍ତର୍ଧ୍ୟାନ ହୋଇଗଲେ। ତାଙ୍କୁ ଅନ୍ତର୍ଧ୍ୟାନ ହେବାର ଦେଖି ଶ୍ରୀକାନ୍ତ ଆହୁରି ଜୋରରେ ଡରିବାକୁ ଲାଗିଲେ। ଡରି ଡରି ସେ ସେଇଠାରେ ହିଁ ବସିଗଲେ। ଆଉ
ବାରମ୍ବାର ତାଙ୍କ କାନରେ ଚାଲିଲା ଗୋପୀନାଥ କହିଥିବା କଥା। ରୁମ୍ ଭିତରେ ଶ୍ରୀକାନ୍ତ ଏକା ଥିଲେ। ବାହାରେ ଘୋର ଅନ୍ଧକାର ଥିଲା। ଭିତରେ କେବଳ ମନ ଭିତରେ ଭୟ ହିଁ ଥିଲା। ଅଚାନକ ଟ୍ରେନ୍ର ଭୟଙ୍କର ଆୱାଜ ପୁଣି ଥରେ ଶୁଣାଗଲା। ଏଥର କିନ୍ତୁ ଶ୍ରୀକାନ୍ତ ସାର୍ ଡରି ଜୋରେ ଚିଲ୍ଲାଇବାକୁ ଲାଗିଲେ। ଯେବେ ସେ ଚିଲ୍ଲାଇ ଚିଲ୍ଲାଇ ଉପରକୁ ଦେଖିଲେ, ସେ ଦେଖିଲେ ଝରକା ଫାଙ୍କକୁ। ବାହାରେ କେବଳ ଲାଲ ଆଲୋକ ହିଁ ଥିଲା। ସେ ତୁରନ୍ତ ଆଖି ବନ୍ଦ କରି ତଳେ ବସି ପଡ଼ିଲେ। ଅପେକ୍ଷା କଲେ ରାତି 4ଟା ହେବାର। ସମୟ 4ଟା। ସେ ବହୁତ ସାହସ ଯୋଡ଼ି ବାହାରକୁ ବାହାରିଲେ। ବାହାରକୁ ବାହାରିଲା ପରେ କାଲିର ମାଛ ତରକାରୀ ସବୁ ଧରିଲେ ଆଉ ଦୌଡ଼ିଲେ ଜଙ୍ଗଲ ଭିତରେ ଥିବା ସେଇ ପାହାଡ଼କୁ। ସେ ପାହାଡ଼ ଅନେକ ଗଛପତ୍ରରେ ଭର୍ତ୍ତି। ପାହାଡ଼ ଚଢ଼ିବାକୁ ବହୁତ କଷ୍ଟ ହେଉଥିଲା ଶ୍ରୀକାନ୍ତ ସାର୍ଙ୍କୁ। ଶ୍ରୀକାନ୍ତ ସାର୍ ଯେତେବେଳେ ସେ ପାହାଡ଼ ଚଢ଼ୁଥିଲେ ତାଙ୍କୁ ଏମିତି ଲାଗୁଥିଲା ଯେମିତି ପ୍ରତ୍ୟେକ ଗଛ ତାଙ୍କୁ ହିଁ ଚାହିଁ ରହିଛି ଆଉ ପ୍ରତ୍ୟେକ ଗଛ ତାଙ୍କର ପିଛା କରୁଛି। ସେ ପାହାଡ଼କୁ ଯାଉଛନ୍ତି ସତ, ହେଲେ ହଜାର ହଜାର ଆଖି ତାଙ୍କୁ ଦେଖୁଛି। ଯେମିତି କିଏ ଚାହୁଁନି ଯିଏ ସେ ପାହାଡ଼ରେ ଚଢ଼ନ୍ତୁ। କିନ୍ତୁ ସେ ପଛକୁ ଚାହିଁଲେ ନାହିଁ, ପାହାଡ଼ ଚଢ଼ି ଚାଲିଲେ ଆଉ ଶେଷରେ ରକ୍ତାକ୍ତ ହୋଇକି ଖଣ୍ଡିଆ ଖାବରା ହୋଇକି ପହଞ୍ଚିଲେ ସେଇ ପାହାଡ଼ ଉପରେ ଆଉ ସେ ପଥରକୁ ପାଇଲେ। ସେ ପଥର ଉପରେ ମାଛ ତରକାରୀ ରଖିଦେଲେ। ନିଜର ପ୍ୟାଣ୍ଟ ସାର୍ଟ ଖୋଲି ସେଇଠାରେ ରଖିଦେଲେ ଆଉ ପଛକୁ ନ ଚାହିଁ ତଳକୁ ଆସିବା ଆରମ୍ଭ କରିଲେ। କିନ୍ତୁ ସେ ସ୍ପଷ୍ଟ ରୂପେ ଅନୁଭବ କରିପାରୁଥିଲେ ତାଙ୍କର ପଛରେ ବହୁତ ଗୁଡ଼ିଏ ଲୋକ ଆସୁଛନ୍ତି। ତାଙ୍କ ମନରେ ଅନେକ ଡର ଥିଲା। ତାଙ୍କର ମନ ଚାହୁଁଥିଲା ଥରେ ପଛକୁ ବୁଲି ଦେଖିବା ପାଇଁ, କିନ୍ତୁ ଗୋପୀନାଥ ସାର୍ଙ୍କ କଥା କାନରେ ବାରମ୍ବାର ବୋଲୁଥିଲା। ସେ ପଛକୁ ଚାହିଁଲେନି। ସେ ଜୋରରେ ଦୌଡ଼ିବା ଆରମ୍ଭ କଲେ। ରକ୍ତାକ୍ତ ହୋଇ ଭୟରେ ଦୌଡ଼ି ଦୌଡ଼ି ସେ ଆସି ଶେଷରେ ପହଞ୍ଚିଲେ ପାହାଡ଼ ତଳରେ। ପାଖରେ ଥିଲା ଗୋଟିଏ ପୋଖରୀ। ସେ ନିଜକୁ ସେଇଠାରେ ଗାଧୋଇଲେ ଆଉ ରୁମ୍ରେ ଯାଇ ପହଞ୍ଚିଲେ। ରୁମ୍ ଭିତରେ ପ୍ରବେଶ କରିବା ମାତ୍ରେ ତାଙ୍କୁ ଡରର ଅନୁଭବ ହେଲା, କାରଣ ରୁମ୍ ଲକ୍ ନଥିଲା। ରୁମ୍ ଲକ୍ ନଥିବାର ଦେଖି ସେ ସିଧା ରୁମ୍ ଭିତରକୁ ପଶିଲେ। ସେ ଦେଖିଲେ ନିରଞ୍ଜନ ସେଠି ବସିଥିଲା। ଆଖି ସମ୍ପୂର୍ଣ୍ଣ ନାଲି ଥିଲା, ଯେମିତି ସେ ରାଗିକି ରହିଛି। ଆଖିରେ ସମ୍ପୂର୍ଣ୍ଣ ନିଆଁ ଥିଲା। ଶ୍ରୀକାନ୍ତ ତାର ଏହି ଅବସ୍ଥା ଦେଖି ଧୀରେ ପଚାରିଲେ, କ'ଣ ହେଲା ନିରଞ୍ଜନ? ତୁମେ ଏମିତି କାହିଁକି ଦେଖୁଛ? ନିରଞ୍ଜନ ବହୁତ ଧୀର ସ୍ୱରରେ କହିଲା, ପାହାଡ଼କୁ କାହିଁକି ଯାଇଥିଲ? ଏହି ପ୍ରଶ୍ନ ଶୁଣି ଶ୍ରୀକାନ୍ତର ଶରୀର ଥଣ୍ଡା ହୋଇଗଲା। ତୁମେ କେମିତି ଜାଣିଲ? ଏହି ପ୍ରଶ୍ନ ଶୁଣି ନିରଞ୍ଜନ ନିଜର ଆଖି ବୁଲାଇଲା ଆଉ ଉତ୍ତର ଦେଲା, ମୁଁ କେମିତି ଜାଣିଲି ସେଇଟା ଆପଣ ପଚାରନ୍ତୁ ନାହିଁ। ଆପଣ ନିଜର କାମ କରନ୍ତୁ। ଶ୍ରୀକାନ୍ତର ସବୁ ଭୟ ରାଗରେ ବଦଳିଗଲା ଆଉ ସେ ନିରଞ୍ଜନକୁ କହିବାକୁ ଲାଗିଲେ, ତୁମେ ଆଗରୁ କହିନଥିଲ କାହିଁକି? ଲାଲ ଡିବା କ'ଣ? ସେ ବୁଢ଼ୀ କିଏ? ମୋତେ ସବୁ ପ୍ରଶ୍ନର ଉତ୍ତର ଦିଅ ନିରଞ୍ଜନ। ନିରଞ୍ଜନ କିଛି ସମୟ ଚୁପ୍ ରହିଲା ଆଉ ଥଣ୍ଡା ସ୍ୱରରେ କହିଲା, ଏଇ ସବୁ ଉତ୍ତର ମୁଁ କେବଳ ଶନିବାର ଦିନ ଦେବି। ଆଉ ହଁ, ଏକଥା ବି ମନେ ରଖନ୍ତୁ, ଶନିବାର ପୂର୍ବରୁ କିଛି ବି ଭୁଲ କରିବେନି, ନହେଲେ ଘଟଣା ସବୁ ଖରାପ ହୋଇଯିବ। ଏତିକି କହି ନିରଞ୍ଜନ ସେଇଠାରୁ ଚାଲିଗଲେ। ନିରଞ୍ଜନ ଯିବା ପରେ ଶ୍ରୀକାନ୍ତ ସେଠାରେ ଏକା ବସିଲେ। ତାଙ୍କ ମନ ଭିତରେ ଭୟ, ସନ୍ଦେହ, ରାଗ ସବୁ ମିଶିକି ଏକ ଅଜବ ଅବସ୍ଥାରେ ଥିଲେ ଶ୍ରୀକାନ୍ତ। କାଲିଠୁ ସେ କିଛି ମଧ୍ୟ ଖାଇନଥିଲେ। ଭୋକ ଲାଗିବାରୁ ସେ ଗାଁର ଜଳଖିଆ ଦୋକାନକୁ ଗଲେ। କିନ୍ତୁ ଆଜି ଗାଁର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା ଥିଲା। ହସୁଥିବା ଖେଳୁଥିବା ପିଲାମାନେ ମଧ୍ୟ ଆଜି ଶ୍ରୀକାନ୍ତକୁ ରାଗିକି ଅନାଉଥିଲେ। ଲୋକମାନେ ତାଙ୍କୁ ଏମିତି ଦେଖୁଥିଲେ ଯେମିତି ସେମାନେ ଅପେକ୍ଷା କରିଥିଲେ ସେ ଆସିବାର।
ଆଉ ଅପେକ୍ଷା କରିଥିଲେ ଶ୍ରୀକାନ୍ତଙ୍କର କିଛି ଭୁଲର। ସେହି ଲୋକମାନଙ୍କର ମଧ୍ୟ ଦେଇ ଯେଉଁମାନଙ୍କ ଆଖିରେ ଶ୍ରୀକାନ୍ତ ପାଇଁ କେବଳ ଘୃଣା ଥିଲା, ସେ ପହଞ୍ଚିଲେ ଚାହା ଜଳଖିଆ ଦୋକାନରେ। ଶ୍ରୀକାନ୍ତ ଗୋଟିଏ ଚାହା ଅର୍ଡ଼ର ଦେଲେ। ଶ୍ରୀକାନ୍ତ ଚାହା ଅର୍ଡ଼ର ଦେବାର ଦେଖି ଦୋକାନୀ ତାଙ୍କୁ ରାଗରେ ଚାହିଁଲା ଆଉ କହିଲା, ପାହାଡ଼କୁ ଗଲାବେଳେ ତ ଟିକେ ବି ଭାବିଲନି। ଏହି କଥା ଶୁଣି ଶ୍ରୀକାନ୍ତର ଦେହ ଶୁଖିଗଲା। ତାଙ୍କୁ ଚାରିଆଡ଼େ ଆସି ଗାଁ ଲୋକ ଘେରିବାକୁ ଲାଗିଲେ। ଦୋକାନୀ ଆଗକୁ ବଢ଼ିଲା ଯେମିତି ସେ ମାରିବାକୁ ଆସିଥିଲା। ସେତିକିବେଳେ କେହି ତାଙ୍କୁ ଧରି ପଛକୁ ଟାଣିଲା। ସେ ଥିଲା ନିରଞ୍ଜନ। ସେ ତାଙ୍କୁ ତୁରନ୍ତ ସେଠାରୁ ନେଇକି ରୁମ୍କୁ ଆଣିଲା। ନିରଞ୍ଜନ ରୁମ୍କୁ ଆସିଲା ପରେ ଭାରି କଠୋର ସ୍ୱରରେ କହିଲା, ମୁଁ ମନା କରିଥିଲି କିଛି କରିବାକୁ ନା। ଆପଣ ମୋର କଥା ଶୁଣିଲେନି। ଏବେ ସବୁ ବଦଳିଯିବ। ନିରଞ୍ଜନ କିଛି ସମୟ ପରେ ଶାନ୍ତ ହେବା ପରେ କହିଲା, ସେ ବୁଢ଼ୀ ଏବେ ସବୁଦିନ ଆସିବ, କବାଟ ନକ୍ କରିବ, କିନ୍ତୁ ତମେ ତାକୁ କିଛି ବି କହିବନି। କେବଳ ଶନିବାର ହିଁ ତାଠୁ ବରକୋଳି କିଣିବ। ଆଉ ହଁ, ଗୋପୀନାଥ ସହ ବି କଥା ହେବନି। ଶନିବାର ଯାଏଁ ଅପେକ୍ଷା କରନ୍ତୁ, ମୁଁ ସବୁ କହିବି। ଶ୍ରୀକାନ୍ତ ଏକା ଠିଆ ହୋଇଥିଲା ରୁମ୍ ଭିତରେ ଚୁପଚାପ। ବାହାରେ ଏକ ପବନ ବହି ଚାଲୁଥିଲା। ସେଦିନ ରାତିରେ ଶ୍ରୀକାନ୍ତ ଏକା ଥିଲା ନିଜ ରୁମ୍ରେ। ରୁମ୍ ଭିତରେ ଚୁପଚାପ ବସିଥିଲା ଓ ଭାବୁଥିଲା ତା ସହିତ ଏ କ'ଣ ହେଉଛି। ରବିବାରରୁ ନେଇ ଶୁକ୍ରବାର ପର୍ଯ୍ୟନ୍ତ ସବୁକିଛି ନର୍ମାଲ ଥିଲା। ରାତିରେ ସେ ବୁଢ଼ୀ ଆସେ, କବାଟ ନକ୍ କରେ ଏବଂ ତା ବାଟରେ ପଳାଏ। ଶ୍ରୀକାନ୍ତ ଆଉ ନିରଞ୍ଜନ ନିଜର କାମରେ ବ୍ୟସ୍ତ ହୋଇଯାଇଥିଲେ। କିନ୍ତୁ ସେହି ରାତି ପରେ ଦୁହିଁଙ୍କ ମଧ୍ୟରେ ଏକ ଅଜବ ଦୂରତା ଆସିଯାଇଥିଲା। ଶୁକ୍ରବାର ସନ୍ଧ୍ୟା, ନିରଞ୍ଜନ ନିଜର ବ୍ୟାଗ୍ ପ୍ୟାକ୍ କରୁଥିଲେ। ସେ ଧୀରେ ଧୀରେ ରୁମ୍ରୁ ବାହାରିଲା। ଶ୍ରୀକାନ୍ତ ଚୁପଚାପ ଟେବୁଲ ପାଖରେ ବସି ତାଙ୍କୁ ଯିବାର ଦେଖୁଥିଲା। ନିରଞ୍ଜନ ଯାଉ ଯାଉ କବାଟ ପାଖରେ ଠିଆ ହୋଇଗଲେ ଆଉ ପଛକୁ ନ ବୁଲି କିଛି ଏମିତି କହିଲେ ଯାହା ଶ୍ରୀକାନ୍ତକୁ ଗୋଟାପଣେ ଥରାଇବାକୁ ବାଧ୍ୟ କରିଦେଲା। ଭାରି ଥଣ୍ଡା ସ୍ୱରରେ ନିରଞ୍ଜନ କହିଲା, କାଲି ଶନିବାର। ଇଏ ଏକ ଏମିତି ଶବ୍ଦ ଥିଲା ଶ୍ରୀକାନ୍ତ ଯାହାକି କେବେ ବି ଶୁଣିବାକୁ ଚାହୁଁନଥିଲେ। ଶ୍ରୀକାନ୍ତର ମନ ଭିତରେ ବିଜୁଳି ପଡ଼ିଗଲା। ସେ ଜାଣିଥିଲେ ଏହି ଦିନ ଆସିବ, କିନ୍ତୁ ସେ ଚାହୁଁନଥିଲେ। ସେ ରାତି ସେ ଶୋଇବାକୁ ଟ୍ରାଏ କରୁଥିଲେ, କିନ୍ତୁ ମନ ଭିତରେ କାଲି କ'ଣ ହେବ, ନିରଞ୍ଜନ କ'ଣ କହିବ, ସେ ନକ୍ର ସତ୍ୟତା କ'ଣ, ଅନେକ ପ୍ରଶ୍ନ ତାଙ୍କ ମନ ଭିତରେ ବୁଲି ଚାଲିଥିଲା। ପ୍ରତିଦିନ ପରି କିନ୍ତୁ ଏତେଥର ଏହି ଘଟଣା ଶୁଣିଲା ପରେ ଶ୍ରୀକାନ୍ତ ସେ ସାଉଣ୍ଡକୁ ଇଗ୍ନୋର କରିବା ଶିଖି ଯାଇଥିଲେ। ସେ ଗୋଟେ ଗଭୀର ନିଶ୍ୱାସ କଲେ, ପୁଣି ଶୋଇବାକୁ ଚେଷ୍ଟା କଲେ। ଠିକ୍ ସେହି ସମୟରେ ତାଙ୍କ କାନରେ ଏକ ସ୍ୱର ଆସିଲା, କବାଟ ଖୋଲନ୍ତୁ ସାର୍, ମୋତେ ବଞ୍ଚାନ୍ତୁ ସାର୍। ଏହି ସ୍ୱର ନିରଞ୍ଜନର ଥିଲା। ଶ୍ରୀକାନ୍ତ ତୁରନ୍ତ ଉଠି ବସିଲେ। ନିରଞ୍ଜନ, କ'ଣ ହେଲା ନିରଞ୍ଜନ? ବାହାରୁ ସେମିତି ଚିଲାଇବା ଓ କାନ୍ଦିବାର ସାଉଣ୍ଡ ଆସିଲା। ସାର୍ ପ୍ଲିଜ୍ କବାଟ ଖୋଲନ୍ତୁ ସାର୍। ଗୋଟେ କ୍ଷଣ ପାଇଁ ଶ୍ରୀକାନ୍ତ ଭୁଲିଗଲେ ସମସ୍ତ ରୁଲ୍। ସେ ବଞ୍ଚାଇବାକୁ ଚାହୁଁଥିଲେ ତାଙ୍କର ହେଲ୍ପରକୁ। ସେ ଦୌଡ଼ି ଯାଇ କବାଟ ଖୋଲିଦେଲେ। କବାଟ ଖୋଲିବା ମାତ୍ରେ ବାହାରେ କେହି ବି ନଥିଲେ। ସେହି ମୁହୂର୍ତ୍ତରେ ଶ୍ରୀକାନ୍ତର ଶରୀର ପୁରା ଥଣ୍ଡା ପଡ଼ିଗଲା। ସେ ଧୀରେ କବାଟ ବନ୍ଦ କରିବାକୁ ଯାଉଥିଲେ। ଠିକ୍ ସେହି ସମୟରେ ତାଙ୍କ ପଛରେ ଲାଲ ଡିବାର ସାଉଣ୍ଡ ଆସିଲା। ରୁମ୍ ଭିତରେ ଅନ୍ଧାର ଥିଲା। ଶ୍ରୀକାନ୍ତ ତୁରନ୍ତ ରୁମ୍ ଭିତରକୁ ଦୌଡ଼ି ଆସିଲେ। କବାଟକୁ ସେ ଜୋରରେ ବନ୍ଦ କରିଦେଲେ। ସେ ନିଜ ଉପରେ ନିଜର ଭାରସାମ୍ୟ ହରାଇ ଦେଇଥିଲେ। ସେ ରୁମ୍ ଭିତରେ ସେ ବଞ୍ଚାଅ ବଞ୍ଚାଅ ସେ ଜୋରେ ଜୋରେ କାନ୍ଦିବାକୁ ଲାଗିଲେ। ତାଙ୍କ ମନ ଭିତରେ ମାତ୍ର ଏକ କଥା ଥିଲା, କେମିତି ପଳେଇବି, କେଉଁଠିକି ପଳେଇବି। ସେ ଗାଁ ଆଡ଼ିକି ଦୌଡ଼ି ଯିବାକୁ ଚାହୁଁଥିଲେ, କିନ୍ତୁ କବାଟ ଖୋଲିବାକୁ ଚାହୁଁନଥିଲେ। କବାଟ ଖୋଲିବାର ତାଙ୍କର ମନରେ ସାହସ ନଥିଲା। କବାଟ ଖୋଲିଲେ କିଛି ମଧ୍ୟ ହୋଇପାରେ ସେ ଜାଣିଥିଲେ।
ବାହାରେ ଲାଲ ଡିବା ଠିଆ ହୋଇଥିଲା। ସେ ସେଇ କବାଟ ପାଖରେ ହିଁ ଠିଆ ହୋଇଥିଲେ କି ହଠାତ୍ କବାଟ ନକ୍ର ସାଉଣ୍ଡ ପୁଣି ଥରେ ଆସିଲା। ଶ୍ରୀକାନ୍ତର ହୃଦୟ ବନ୍ଦ ହେଇଯିବା ପରି ହେଲା। ବାହାରୁ ଏକ ସ୍ୱର ଆସିଲା, ବରକୋଳି ନିଅ ବାବୁ। ଶ୍ରୀକାନ୍ତର ଦେହ ଥଣ୍ଡା ପଡ଼ିଗଲା। ସେ ବୁଢ଼ୀ ପୁଣି ଥରେ ଆସିଥିଲା। ସେ ତୁରନ୍ତ ଆଖି ବନ୍ଦ କରି ଗୋପୀନାଥ ବାବୁଙ୍କୁ ମନେ ପକାଇଲେ। ସେ ଜାଣିଥିଲେ ଗୋପୀନାଥ ବାବୁ ଆସିଲେ ସବୁକିଛି ଠିକ୍ ହୋଇଯିବ। ଗୋପୀନାଥ ବାବୁ ତାଙ୍କୁ ବଞ୍ଚାଇ ଦେବେ। ବହୁତ ସମୟ ଯାଏଁ ଗୋପୀନାଥ ବାବୁଙ୍କୁ ଡାକିଲେ ଶ୍ରୀକାନ୍ତ। ଗୁହାରି ପକାଇଲେ ଯେମିତି ଗୋପୀନାଥ ବାବୁଙ୍କ ଭିତରେ ଭଗବାନ ଥିଲେ। ହେଲେ ସେଦିନ ଗୋପୀନାଥ ବାବୁ ଆସିଲେନି। ବୁଢ଼ୀର ସ୍ୱର ଧୀରେ ଧୀରେ ବଦଳିଗଲା। ସେ ଜୋରେ ଜୋରେ କବାଟ ବାଡ଼େଇବାକୁ ଲାଗିଲା, ଯେମିତି ସେ ଆଜି କବାଟ ଭାଙ୍ଗି ହିଁ ଭିତରେ ପଶିଯିବ। ବହୁତ ସମୟ ପରେ ଅଚାନକ ସବୁ କିଛି ଚୁପ୍ ହେଇଗଲା। ସେ ବୁଢ଼ୀ ସେଠାରୁ ଚିଲେଇ ଚିଲେଇ କୁଆଡ଼େ ପଳେଇଲା। ଶ୍ରୀକାନ୍ତ ଏକ ଗଭୀର ନିଶ୍ୱାସ ନେଲେ। ଆଉ ମନରେ କିଛି ପ୍ରଶ୍ନ ଆସିଲା, ଯେମିତିକି ସେ ଗଲା ହେରି, କୁଆଡ଼େ ଗଲା? ସେ ଭାବି ଭାବି ବେଡ୍ ଉପରେ ଶୋଇବାକୁ ଗଲେ। ଠିକ୍ ସେହି ସମୟରେ ରୁମ୍ର କବାଟ ଧଡ଼ କରି ଖୋଲିଗଲା। ଏକ ବୟସ୍କ ଲୋକ ପ୍ରବେଶ କରିଲା ରୁମ୍ ଭିତରକୁ। 80 ବର୍ଷର ଏକ ବୁଢ଼ା, ଧଳା ନିଶ ଦାଢ଼ି, କାନ୍ଧରେ ଏକ ଝୋଲା ପକାଇଛି। ସେ ଥିଲା ଗୋଟିଏ ଗୁଣିଆଟିଏ। ଦେହରେ କଳା ବସ୍ତ୍ର, ହାତରେ କେଜାଣି କେତେ ଯେ ମାଳି ପକାଇଛି। ସେ ଧୀରେ ଧୀରେ କବାଟ ଭିତରୁ ବନ୍ଦ କରିଦେଲା। ଆଉ ଶ୍ରୀକାନ୍ତକୁ ଚାହିଁଲା। ଶ୍ରୀକାନ୍ତକୁ ଚାହିଁ କହିଲା, ତମେ ଏବେ ସେଫ୍ ଅଛ, ଡର ନାହିଁ, ମୁଁ ଅଛି। ସେଇ ଗୁଣିଆ ରୂପକ ମଣିଷର ସାହାରା ପାଇ ଶ୍ରୀକାନ୍ତ ପାଖରେ ଯାଇ ଫୁଟି ଫୁଟି କରି କାନ୍ଦିବାକୁ ଲାଗିଲେ। ତାଙ୍କ ପାଖରେ ଯାଇକି ନିଜର ସବୁ ଦୁଃଖ କହିବାକୁ ଲାଗିଲେ ଯେ ବାବା, ମୁଁ କେଉଁଠି ଫସିଗଲି, ମୋତେ ବଞ୍ଚାନ୍ତୁ। ମୋ ମା, ମୋ ଭଉଣୀମାନଙ୍କର କ'ଣ ହେବ? ମୁଁ ମରିଗଲେ ଏଠି। ଗୁଣିଆ ଧୀରେ ଧୀରେ ତାଙ୍କ ମଥାକୁ ଛୁଇଁ ତାଙ୍କୁ ଶାନ୍ତ କରିଲେ। ଆଉ ମୁଣ୍ଡରେ ଲଗାଇଲେ ଗୋଟିଏ ତିଳକ। ଶ୍ରୀକାନ୍ତ ବାରମ୍ବାର ଗୋଟିଏ ପ୍ରଶ୍ନ ପଚାରି ଚାଲିଥିଲେ, ଏସବୁ କ'ଣ ଚାଲିଛି? ଆପଣ ଜାଣିଛନ୍ତି ନା? ପ୍ଲିଜ୍ କୁହନ୍ତୁ, ମୋତେ ବଞ୍ଚାନ୍ତୁ। ଗୁଣିଆ ଧୀରେ ହସି କହିଲା, କାହାଣୀ ଶୁଣିବ? ତେବେ ରାତି 12ଟା ହେବାକୁ ଦିଏ, ଶନିବାର ହଉ, ମୁଁ କହିବି। ସମୟ ଧୀରେ ଧୀରେ ଅତିବାହିତ ହେଲା। ସମୟ ରାତି 12 ବାଜିଲା। ଗୁଣିଆ ଅନ୍ଧାରରେ ବସିକି କହିଲା, ଏସବୁ ଆଜିର କଥା ନୁହେଁ। ଏଇ ଫାଟକର ଇତିହାସ ରକ୍ତରେ ଲେଖା ହେଇଛି। ଆଉ ଏ ଗାଡ଼ି କୌଣସି ସାଧାରଣ ଗାଡ଼ି ନୁହଁ, ମୃତ୍ୟୁର ଗାଡ଼ି କହୁଛୁ ଆମେ। ଯିଏ ତାକୁ ଦେଖେ ସିଏ ତାକୁ ନେଇଯାଏ, ସିଏ ତାକୁ ମାରିଦିଏ। ଶ୍ରୀକାନ୍ତ ଚୁପ୍ ରହି ଶୁଣୁଥିଲେ ସେଇ ଗୁଣିଆର କଥା। এই ଲାଲ ଡିବା କୋଉ କାହାଣୀରୁ କିମ୍ବା ବାହାରୁ ଆସିନି, ଏଇଟା ଜନ୍ମ ନେଇଛି ଏହି ଗାଁରୁ। ଗୁଣିଆ କଥା କହୁ କହୁ ତାର ସ୍ୱର ଧୀରେ ଧୀରେ ଗଭୀର ହେବାକୁ ଲାଗିଲା। ବହୁତ ବର୍ଷ ପୂର୍ବରୁ ଗୋଟେ ବ୍ରିଟିଶ ଟ୍ରେନ୍ ଏଇ ଲାଇନ୍ରେ ଖରାପ ହେଇଗଲା। ସେଥିରେ ବହୁତ ଗୋରା ଲୋକମାନେ ଥିଲେ। ସେମାନେ ଟ୍ରେନ୍ ଖରାପ ହେବା ପରେ ଗାଁ ଭିତରକୁ ଆସିଲେ। ପ୍ରଥମେ ସେମାନେ ଗାଁ ଲୋକଙ୍କ ସହିତ ମିଶାମିଶି କଲେ, ପିଲାମାନଙ୍କ ସହିତ ଖୁସିରେ ମିଶାମିଶି କଲେ, ଗାଁରେ ବୁଲାବୁଲି କଲେ। ଗାଁର ଲୋକମାନେ ମଧ୍ୟ ତାଙ୍କୁ ବହୁତ ଆଦର ସମ୍ମାନ କଲେ, କୁଣିଆମାନଙ୍କୁ ବହୁତ ଚର୍ଚ୍ଚା କଲେ। ଆମ ଗାଁକୁ ବହୁତ କମ୍ ଅତିଥି ଆସନ୍ତି, ଆଉ ଯେତେବେଳେ ଯେ ଆସନ୍ତି ଆମକୁ ବହୁତ ଭଲ ଲାଗେ। ସେମାନେ ମଧ୍ୟ ଆସିଲେ, ଆମେ ସେମାନଙ୍କର ମଧ୍ୟ ସତ୍କାର କଲେ। ସେମାନେ ପ୍ରଥମେ ବହୁତ ଭଲ ବ୍ୟବହାର କଲେ, କିନ୍ତୁ ଧୀରେ ଧୀରେ ଗାଁର ଝିଅ ବୋହୂମାନଙ୍କ ସହ ଅସଦାଚରଣ କରିବାକୁ ଲାଗିଲେ। ସେମାନେ ତାଙ୍କ ସହ ଖରାପ କାମ କରିଲେ। ଯିଏ ରୋକିଲା ତାଙ୍କ ଉପରେ ଗୁଳି ଚଲାଇଦେଲେ। ସେ ଝିଅମାନେ ଶେଷରେ ସେ ଟ୍ରେନ୍ ଲାଇନ୍ ଉପରେ ଶୋଇପଡ଼ିଲେ। ମୃତ୍ୟୁ ପୂର୍ବରୁ ଅଭିଶାପ ଦେଲେ, ଏଇ ଟ୍ରେନ୍ କେବେ ବି ନିଜ ଗନ୍ତବ୍ୟସ୍ଥଳୀରେ ପହଞ୍ଚିବ ନାହିଁ। ଏଇ ଟ୍ରେନ୍ର ପ୍ରତ୍ୟେକ ଲୋକ ରାକ୍ଷସ ହେଇଯିବ।
ସେଇ ରାତି ସେ ଟ୍ରେନ୍ର ଆକ୍ସିଡେଣ୍ଟ ହୋଇଗଲା। ସବୁ ଲୋକ ମରିଗଲେ। ଆଉ ସେଦିନ ଥିଲା ଶନିବାର। ସେଦିନରୁ ପ୍ରତି ଶନିବାର ଲାଲ ଡିବା ଆସେ। ଆଉ ଲାଲ ଡିବା ଆସି ଚେଷ୍ଟା କରେ ଆମ ଗାଁ ଲୋକଙ୍କୁ ନେଇଯିବା ପାଇଁ। ହେଲେ ସେଥିରୁ ଆମକୁ ରକ୍ଷା କରେ ଏଇ ଫାଟକ। ଆଉ ବେଶୀ କିଛି ନ କହି ବୁଣିଆ ଚାଲିଗଲେ ସେହି ରୁମ୍ରୁ। ଶ୍ରୀକାନ୍ତ ବୁଣିଆର କଥା ଶୁଣି ଟିକେ ଆଶ୍ୱସ୍ତ ହେଲା। ସେ ଭାବିଲା ଯେ ଲାଲ ଡିବା ଟ୍ରେନ୍ କେତେ ଯେ ଖରାପ। ସେ ମଣିଷକୁ ମାରିବା ପାଇଁ କିଛି ମଧ୍ୟ କରିପାରେ, ତାଠୁ କିଛି ମଧ୍ୟ କରି ବଞ୍ଚିକି ରହିବାର ଥିଲା। ବୁଣିଆ ତାଙ୍କୁ କହିଥିବା ସମସ୍ତ କଥା ସେ ଧ୍ୟାନର ସହିତ ଶୁଣିଲେ ଆଉ ପାଳନ କରିବେ ବୋଲି ଭାବିଲେ। ଆଜି ଥିଲା ଶନିବାର। ଶ୍ରୀକାନ୍ତ ନିଜ ଡ୍ୟୁଟିରେ ଲାଗିଗଲେ, କିନ୍ତୁ ମନ ଭିତରେ ହଜାର ପ୍ରଶ୍ନ ଥିଲା। ଟ୍ରେନ୍ ଶନିବାର ଆସିବା କଥା, କିନ୍ତୁ କାଲି ରାତି ଶୁକ୍ରବାର ଆସିଲା କେମିତି? ସେ ବରକୋଳି ବିକୁଥିବା ବୁଢ଼ୀ କିଏ? ଆଉ ହଁ, ସବୁଠୁ ବଡ଼ କଥା, ଆଜି ନିରଞ୍ଜନ ମଧ୍ୟ କାମ କରିବାକୁ ଆସିନି। ସେ ପୁରା ଦିନ ଅପେକ୍ଷା କରିଲେ, କିନ୍ତୁ ନିରଞ୍ଜନ ଆସିଲେନି। ଦିନ କଟିଲା, ସନ୍ଧ୍ୟା ହେଲା। ଗାଁରେ ପୁଣି ଥରେ ସୁନସାନ ପଡ଼ିଗଲା। ରାତି ହେଲା। ରାତିରେ ପୁଣି ଥରେ ସେଇ ସୁନସାନ ଭିତରେ ଶୁଣାଗଲା ଲାଲ ଡିବାର ସେଇ ହର୍ନ। ପୁଣି ଆସିଲା ଲାଲ ଡିବା, କିନ୍ତୁ ଏଥର ହର୍ନ ଥିଲା ତାଙ୍କର ଠିକ୍ ଫାଟକ ଘର ବାହାରେ, ଯେମିତି ଡାକୁଛି ତାଙ୍କୁ ବାହାରକୁ। ଶ୍ରୀକାନ୍ତ ମୁଣ୍ଡ ତଳକୁ କରି ବସିଥିଲେ। ବରକୋଳି ବିକୁଥିବା ସେ ବୁଢ଼ୀଟି ସେଦିନ ଆସିଲା। 20 ପଇସା ଦେଇ ବରକୋଳି କିଣିଲେ। ସେ ପୁଣି ଆସୁଥିଲେ। ଠିକ୍ ସେହି ସମୟରେ ଏକ ସ୍ୱର ଆସିଲା ତାଙ୍କ ପଛରେ, ସାର୍। ସେ ସ୍ୱର ଦୁଃଖ ଭରା ଥିଲା, ପରିଚିତ ଥିଲା। ଏମିତି ଲାଗିଲା ଯେମିତି କିଏ ନିଜର ଡାକୁଛି। ଶ୍ରୀକାନ୍ତ ନିଜକୁ ରୋକିପାରିଲେନି। ଶ୍ରୀକାନ୍ତ ସ୍ୱର ଆସୁଥିବା ଦିଗକୁ ପିଛା କଲେ। ପିଛା କରୁ କରୁ ସେ ଜାଣିବାକୁ ପାଇଲେ ସାଉଣ୍ଡଟି ଆସୁଛି ଟ୍ରେନ୍ ଭିତରୁ। ସେ ଧୀରେ ଧୀରେ ଟ୍ରେନ୍ ଆଡ଼ିକି ଚାହିଁଲେ। ଟ୍ରେନ୍ ଭିତରେ ବସିଥିଲା ନିରଞ୍ଜନ। ନିରଞ୍ଜନର ଆଖି ସିଧା ଥିଲା ଶ୍ରୀକାନ୍ତ ଉପରେ। ସେ ବୁଢ଼ୀ ଏହି ସୁଯୋଗର ଫାଇଦା ଉଠାଇଲା ଆଉ ରୁମ୍ ଭିତରେ ପଶିଗଲା। ତାର ରୂପ ଭାରି ବିକଟାଳ ଥିଲା, ଏତେ ଭୟଙ୍କର ଯେ ସେଇଟା ଶବ୍ଦ ମାଧ୍ୟମରେ ମଧ୍ୟ ବର୍ଣ୍ଣନା କରିହେବନି। ଶ୍ରୀକାନ୍ତ ତାକୁ ଦେଖିବା ମାତ୍ରେ ବେହୋସ ହେବା ଉପରେ ଥିଲେ। ସେ ତାଙ୍କ ରୁମ୍ରୁ ବାହାରି ଦୌଡ଼ିବାକୁ ଯାଉଥିଲେ। ଆଗରେ ଲାଲ ଡିବା ଥିଲା, ଆଉ ପଛରେ ଥିଲା ସେଇ ବୁଢ଼ୀ। ସେଇ ମୁହୂର୍ତ୍ତରେ ସବୁ ଅନ୍ଧକାର। ଶ୍ରୀକାନ୍ତ ବେହୋସ ହୋଇଗଲେ। ଯେବେ ତାଙ୍କ ଆଖି ଖୋଲିଲା, ସେ ଦେଖିଲେ ସେ ତାଙ୍କ ରୁମ୍ରେ ହିଁ ଥିଲେ, ଆଉ ତାଙ୍କ ପାଖରେ ବସିଥିଲେ ଗୋପୀନାଥ ବାବୁ। ଗୋପୀନାଥ ବାବୁ ଶ୍ରୀକାନ୍ତକୁ ଶାନ୍ତ କରାଇଲେ, ତାକୁ ଚୁପ୍ କରି ବସି ରହିବାକୁ କହିଲେ। ଶ୍ରୀକାନ୍ତ ରାଗି ଯାଇଥିଲେ, ଆଉ ରାଗ ସହିତ ମଧ୍ୟ କାନ୍ଦି ପକାଉଥିଲେ, ଆଉ ବଞ୍ଚିବାର ଏକ ଛୋଟ ଆଶା ବି ଅନୁଭବ କରିଥିଲେ। ବଞ୍ଚାଅ ଗୋପୀନାଥ ବାବୁ, ମୋତେ ବଞ୍ଚାଅ, ମୁଁ ପାରୁନି ଆଉ ଏଠାରେ ରହି। ଏହି ପ୍ରଶ୍ନ ପଚାରିବାର ବହୁତ ସମୟ ଯାଏଁ ଗୋପୀନାଥ ବାବୁ ଚୁପ୍ ରହିଲେ, ଆଉ ଧୀରେ ପଚାରିଲେ, ସେ ବାବା କାଲି ଯେଉଁ ଆସିଥିଲା, ସେ ତମକୁ କିଛି ଦେଇଥିଲା କି? ଶ୍ରୀକାନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ଆପଣ କେମିତି ଜାଣିଲେ? ଗୋପୀନାଥ ପୁଣି ଥରେ ହାଲକା ହସି ଦେଇ କହିଲେ, ସେଇଟା ବଡ଼ କଥା ନୁହେଁ, ତମେ କୁହ। ଶ୍ରୀକାନ୍ତ କହିଲେ, ସେ ମୋତେ କିଛି ଦେଇନଥିଲେ, କିନ୍ତୁ ମୋ ମୁଣ୍ଡରେ ଏକ ତିଳକ ଲଗାଇ ଦେଇଥିଲେ। ଗୋପୀନାଥ ଏ କଥା ଶୁଣି କିଛି ସମୟ ଚୁପ୍ ରହିଲେ। ତାଙ୍କ ଆଖି ସିଧା ଶ୍ରୀକାନ୍ତ ଉପରେ ଥିଲା। ଉପରୁ ତଳ ଯାଏଁ ସେ ଶ୍ରୀକାନ୍ତକୁ ବାରମ୍ବାର ଦେଖୁଥିଲେ। ବହୁତ ସମୟ ଦେଖିବା ପରେ ଏବଂ ଚୁପ୍ ରହିବା ପରେ ଏକ ଶାନ୍ତ ସ୍ୱରରେ ପଚାରିଲେ ସିଏ, ଘରକୁ ଯିବାକୁ ଚାହୁଁଛ? ଏହି ପ୍ରଶ୍ନ ଶୁଣି ଶ୍ରୀକାନ୍ତ ଭାଙ୍ଗି ପଡ଼ିଲେ। ହଁ, ମୋତେ ଘରକୁ ଯିବାର ଅଛି। ମୋତେ ମୋ ବାପା ବୋଉଙ୍କ ପାଖକୁ ଯିବାର ଅଛି। ମୋତେ ଦୟାକରି ଛାଡ଼ିଦିଅ, କିଛି ବି କରି ଛାଡ଼ି ଦିଅନ୍ତୁ ମୋତେ ଗୋପୀନାଥ ବାବୁ। ଗୋପୀନାଥ ବାବୁ ଶ୍ରୀକାନ୍ତକୁ ଶାନ୍ତ କରାଇଲେ ଆଉ ଧୀରେ କହିଲେ, ତେବେ ଶୁଣ,
ତୁମେ ଏଠୁ ବାହାରି ପାରିବ, କିନ୍ତୁ ଏବେ ନୁହେଁ। ଆଉ ଗୋଟିଏ ସପ୍ତାହ ଅପେକ୍ଷା କରିବାକୁ ହେବ ତୁମକୁ। ଶ୍ରୀକାନ୍ତ ବାବୁଙ୍କର ଆଖି ଆଗରେ ଆଶା ଥାଇ ଯେବେ ସେ ଆଶାଟି ତାଙ୍କଠୁ ଦୂରାଇ ଗଲା, ସେ ପୁଣି ଥରେ ଭାଙ୍ଗି ପଡ଼ିଲେ। ପୁଣି ଗୋଟେ ସପ୍ତାହ? ମୋତେ ଏବେ କୁହନ୍ତୁ ମୁଁ କରିବି କ'ଣ? ମୋତେ କିଛି ବି କରି ଏଠୁ ବାହାରିବାର ଅଛି। ଗୋପୀନାଥ ଧୀରେ କହିଲେ, ଲାଲ ଡିବାର କାହାଣୀ ତୁମେ ଯାହା ଶୁଣିଛ ସବୁ ମିଛ। ଲାଲ ଡିବାର କାହାଣୀ ରକ୍ତରେ ଲେଖା। ଏଠୁ ବାହାରିବା ପୂର୍ବରୁ ତୁମକୁ ଲାଲ ଡିବା ବିଷୟରେ ଜାଣିବା ଉଚିତ, ଆଉ ଏଇଟା ମଧ୍ୟ ଯେ ତୁମେ ଏଠାରୁ କେମିତି ବଞ୍ଚିକି ଯାଇପାରିବ, କାରଣ ତୁମ ଜୀବନ ମଧ୍ୟ ଲାଲ ଡିବା ସହିତ ହିଁ ଜଡ଼ିତ। ବହୁତ ବର୍ଷ ପୂର୍ବରୁ ଏକ ଡିଜେଲ ଇଞ୍ଜିନ୍ ଥିଲା। ସେ କେଜାଣି କେଉଁଠୁ ଆସିଥିଲା, ହେଲେ ଏଇ ଗାଁରେ ଆସି ଅଟକିଗଲା। ସେଦିନ ଶୁକ୍ରବାର ରାତି ଥିଲା, ପରଦିନ ଥିଲା ଶନିବାର। ଟ୍ରେନରେ ଥିଲେ 100ରୁ 150 ଲୋକ। ଟ୍ରେନ୍ ଖରାପ ହେଲା, ଗାଁ ଲୋକ ସାହାଯ୍ୟ ପାଇଁ ଆସିଲେ। ସବୁ ନର୍ମାଲ ଲାଗୁଥିଲା, କିନ୍ତୁ ଏ ଗାଁ କେବେ ବି ନର୍ମାଲ ନଥିଲା। ଏହା ଗୋଟିଏ ଗୁଣି ଗାରେଡ଼ିର ଗାଁ ଥିଲା। ଟ୍ରେନ୍ଟି ବହୁତ ସମୟ ରହିଲା ପରେ ଲୋକମାନେ ଟ୍ରେନ୍ ଭିତରେ ବୋର୍ ହେବାକୁ ଲାଗିଲେ ଏବଂ ଟ୍ରେନ୍ରୁ ବାହାରି ପାଖାପାଖି ଏରିଆ ଏକ୍ସପ୍ଲୋର କରିବାକୁ ଲାଗିଲେ। କିଛି ବ୍ରିଟିଶ ଗୋରା ଲୋକମାନେ ମଧ୍ୟ ଥିଲେ ଏହି ଟ୍ରେନ୍ ଭିତରେ, ଆଉ ସେମାନେ ବି ଟ୍ରେନ୍ରୁ ବାହାରି ବୁଲାବୁଲି କରୁଥିଲେ। ବୁଲାବୁଲି କରିବା ଭିତରେ କିଛି ଲୋକ ଗାଁ ଭିତର ଆଡ଼େ ପଳାଇଲେ। ଗାଁ ଭିତର ଲୋକମାନେ ବହୁତ ଭଲ ଥିଲେ, ସେମାନେ ସମସ୍ତଙ୍କୁ ବହୁତ ସମ୍ମାନ ଦେଲେ। ବ୍ରିଟିଶର ଲୋକମାନେ ଗାଁର କଲଚର ଦେଖିବା ପାଇଁ ଗାଁର ବହୁତ ଭିତରକୁ ପଳାଇଲେ। ସେମାନେ ବୁଲାବୁଲି କରୁଥିଲେ, ଆଉ ବ୍ୟାକଅପ୍ରେ ଟ୍ରେନ୍ ସଜାଡ଼ିବାକୁ କେହି ମଧ୍ୟ ସେତେବେଳେ ଆସିନଥିଲେ। ଟ୍ରେନ୍ଟି ସେମିତି ପଡ଼ି ରହିଥିଲା। ଯେତେବେଳେ ବହୁତ ସମୟ ଯାଏ, ଶନିବାର ଦିନ ଯେତେବେଳେ ବହୁତ ସମୟ ଯାଏ ବ୍ରିଟିଶର ଲୋକମାନେ ଆସିଲେନି, ସେତେବେଳେ ଟ୍ରେନ୍ରେ ଥିବା କିଛି ପ୍ୟାସେଞ୍ଜରଙ୍କୁ ଡାଉଟ୍ ହେଲା, ଆଉ ସେମାନେ ଗାଁ ଭିତରେ ଖୋଜାଖୋଜି କରିବାକୁ କଲେ। ହେଲେ ବ୍ରିଟିଶର ଲୋକମାନେ କେଉଁଠି ମଧ୍ୟ ମିଳିଲେନି। ଟ୍ରେନ୍ ଭିତରେ ଏକ ଅଜବ ପ୍ୟାନିକ୍ ମୁହୂର୍ତ୍ତ ଆସିଗଲା। ସେତିକିବେଳେ ଟ୍ରେନ୍ରେ ଚଢ଼ିଲା ଗୋଟିଏ ବୁଢ଼ୀ। ମୁଣ୍ଡରେ ରଖିଥିଲା ଗୋଟିଏ ଯୋଡ଼ିଟିଏ, ଆଉ ତା ଭିତରେ ଥିଲା କିଛି ବରକୋଳି। ଟ୍ରେନ୍ରେ ଥିବା ସବୁ ଲୋକମାନଙ୍କୁ ମାଗଣାରେ ବରକୋଳି ବାଣ୍ଟିବାକୁ ଲାଗିଲା। ଲୋକମାନେ ଭୋକରେ ଥିଲେ, ହେଲେ ବରକୋଳି ଖାଇଲା ପରେ ଯେମିତି ସେମାନେ ସମସ୍ତେ ବେହୋସ ହୋଇଗଲେ। ସେମାନେ ଧୀରେ ଧୀରେ ନିସ୍ତବ୍ଧ ହେବାକୁ ଲାଗିଲେ। କିଛି ଲୋକମାନେ ବରକୋଳି ଖାଇନଥିଲେ। ଧୀରେ ଧୀରେ ସେହି ଶନିବାର ଦିନର ରାତି ହେବାକୁ ଲାଗିଲା। ଆମର ଟ୍ରେନ୍ଟି ତଥାପି ମଧ୍ୟ ସଜଡ଼ା ହୋଇପାରିନଥିଲା। ସେତିକିବେଳେ ଦୂରରୁ ଗୋଟିଏ ବ୍ରିଟିଶ ଲୋକଟିଏ ଦୌଡ଼ି ଆସି କହିଲା, ବଞ୍ଚାଅ ବଞ୍ଚାଅ। ତାର ବଞ୍ଚାଅ ବଞ୍ଚାଅ ଶବ୍ଦ ଶୁଣି ଟ୍ରେନ୍ରେ ନିସ୍ତବ୍ଧ ହୋଇନଥିବା ସବୁ ଲୋକମାନେ ଯାଇ ପଚାରିଲେ ତାକୁ କ'ଣ ହେବ। ସେ ଲୋକଟି ଏମିତି କିଛି କହିଲା ଯାହା ଟ୍ରେନ୍ ଯାକରେ ଥିବା ସବୁ ଲୋକଙ୍କୁ ଡରାଇଦେଲା। ସେ କହିଲା ସେ, ତାର ସାଙ୍ଗ ଆଉ ତା ସହିତ ଥିବା ଅନ୍ୟାନ୍ୟ ଝିଅମାନେ ଯେତେବେଳେ ଗାଁ ଭିତରକୁ ଗଲେ, ଗାଁର ଲୋକମାନେ ତାଙ୍କୁ ବହୁତ ଭଲ ଭାବରେ ଚର୍ଚ୍ଚା କଲେ, ତାଙ୍କୁ ବହୁତ ଖାଇବା ପିଇବାକୁ ସବୁ ଦେଲେ। ହେଲେ ଖାଇବାକୁ ଦେବାର କିଛି ସମୟ ପରେ ଝିଅମାନେ ନିସ୍ତବ୍ଧ ହେବାକୁ ଲାଗିଲେ। ସେମାନେ ଧୀରେ ଧୀରେ ବେହୋସ ହେବାକୁ ଲାଗିଲେ। ସେତିକିବେଳେ ଗାଁର ଗୋଟିଏ ବଡ଼ ଗୁଣିଆ ଆସି ମୋ ସାଙ୍ଗ ଆଉ ମୋତେ ବାନ୍ଧିଦେଲା, ଆଉ ଆମ ଆଖି ସାମ୍ନାରେ ସେ ଝିଅ ପିଲା ସହିତ ଗାଁର କିଛି ପୁରୁଷମାନେ ଦୁଷ୍କର୍ମ କରିବାକୁ ଲାଗିଲେ। କେବଳ ସେତିକିରେ ଅଟକିଲେନି ସେମାନେ କ'ଣ କେଜାଣି କରୁଥିଲେ, ସେ ଝିଅ ପିଲାମାନଙ୍କର ମୁଣ୍ଡକୁ ତାଙ୍କ ବଡ଼ିରୁ ଅଲଗା କରିଦେଲେ, ଆଉ ସେ ଗୁଣିଆ ସେ ମୁଣ୍ଡ ତକକୁ ନେଇ ପଳାଇଲା ତାର କୋଠରୀ ଆଡ଼କୁ। ସେମାନେ ମୋ ସାଙ୍ଗରେ ଥିବା ମୋ ସାଙ୍ଗକୁ ମଧ୍ୟ ମାରିଦେଲେ। କିଛି କରି ମୁଁ ବଞ୍ଚି ସେଠାରୁ ଚାଲି ଆସିଲି। ଏତିକି ଘଟଣା ଶୁଣିବା ପରେ ଟ୍ରେନ୍ରେ ନିସ୍ତବ୍ଧ ହୋଇନଥିବା ଲୋକମାନେ ରାଗିଗଲେ, ଆଉ ଗାଁ ଲୋକଙ୍କୁ ଆକ୍ରମଣ କରିବାକୁ ଯାଉଥିଲେ। କି ସେତିକିବେଳେ ଟ୍ରେନ୍ ଭିତରୁ ଲୋକମାନଙ୍କର ଚିତ୍କାର କରିବାର ସାଉଣ୍ଡ ଆସିଲା। ବରକୋଳି ଖାଇଥିବା ସମସ୍ତ ଲୋକ ଚିଲେଇ ଚିଲେଇ ନିଜ ପାଟିରୁ ଗରଳ କାଢ଼ିବାକୁ ଲାଗିଲେ, ଆଉ ସମସ୍ତେ ଜଣେ ଜଣେ କରି ମରିବାକୁ ଲାଗିଲେ। ଏହା ସବୁ ଦେଖି ଟ୍ରେନ୍ର ବାକି ଲୋକମାନେ ଗାଁ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ଯାଉଥିଲେ,
ଗାଁର ସବୁ ଲୋକମାନେ ଆଗୁଆ ଆକ୍ରମଣ କରିଦେଲେ ଆଉ ସବୁ ଲୋକମାନଙ୍କର ମୁଣ୍ଡ ଶରୀରରୁ ଅଲଗା କରିଦେଲେ। ସେଇ ଟ୍ରେନ୍ର ଲୋକ ପାଇଲଟ ଥିଲି ମୁଁ। ଆଉ ମୋତେ ମୋ ବଡ଼ିରୁ ଅଧା କାଟିଦେଲେ। ଅଧା କାଟି ଛଟପଟ କରି ମୋ ଆଖି ସାମ୍ନାରେ ସେ ଟ୍ରେନ୍ରେ ଥିବା ସବୁ ଲୋକମାନଙ୍କର ମୁଣ୍ଡ କାଟିଦେଲେ। ତାଙ୍କର ମୁଣ୍ଡ କାଟି ନେଇ ସେ ପାଖ ପାହାଡ଼କୁ ନେଇଗଲେ ଆଉ ପାଖ ପାହାଡ଼ରେ ଯାଇ ସେମାନେ ନିଆଁ ଲଗାଇଦେଲେ। ଟ୍ରେନ୍ ଏବେ ବି ଆମର ଠିକ୍ କରି ରେଲୱେ ତରଫରୁ କେହି ମଧ୍ୟ ଆସିନଥିଲେ। ବଡ଼ିଗୁଡ଼ିକ ସେମିତି 2 ଦିନ ପଡ଼ି ପଡ଼ି ନଷ୍ଟ ହେଉଥିଲା। ମଝିରେ ମଝିରେ କିଛି କିଛି ଲୋକ ଆସି ବଡ଼ିର ଅନ୍ୟ ଅନ୍ୟ ପାର୍ଟ କାଟିକି ନେଇଯାଉଥିଲେ ଆଉ ମୁଁ ମୋ ଆଖି ଆଗରେ ସବୁ କିଛି ହେଉଥିଲା ଆଉ ମୁଁ ଚୁପ୍ ରହି ଦେଖୁଥିଲି। ଚିଲ୍ଲାଇବା ଆଉ ଚିତ୍କାର କରିବା ଛଡ଼ା ମୁଁ କିଛି ମଧ୍ୟ କରିପାରିଲିନି। ଏଇ ଲେବୁଲ୍ କ୍ରସିଂଠି ସେମାନେ ପୋତିଦେଲେ ସେଇ ଝିଅମାନଙ୍କୁ ଆଉ ସେଇ ଲୋକମାନଙ୍କୁ ଆଉ କିଛି ଗୁଣି ଗାରେଡ଼ି କରିଦେଲେ ସେମାନେ ସେଇଠି। ଯେମିତି ଏଇ ଟ୍ରେନ୍ରେ ଥିବା ଲୋକମାନେ ସେ ଗାଁ ଭିତରକୁ କେବେ ବି ପଶିପାରିବେନି। ସେତିକିବେଳେ ଗୋଟେ ଗୁଣି ଆସୁଥିଲା ମୋ ବେକ କାଟିବା ପାଇଁ। ହେଲେ ସେଇ ଗାଁର ଗୋଟେ ପିଲା ନିରଞ୍ଜନ ବୋଲି ଦୌଡ଼ି ଆସିଲା ଟ୍ରେନ୍ ଆଡ଼କୁ। ଟ୍ରେନ୍ ଆଡ଼କୁ ଦୌଡ଼ି ଆସି ସେ ଟ୍ରେନ୍ ଭିତରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା ସମସ୍ତଙ୍କୁ। ଆଉ ସେଇ ନିଆଁରେ ଜଳିଗଲି ମୁଁ ଆଉ ସେଇ ନିଆଁରେ ନିଜେ ନିଜେ ଜଳିଗଲା ନିରଞ୍ଜନ। ସେ ଚାହୁଁନଥିଲା ଯେ ଟ୍ରେନ୍ରେ ଥିବା ଲୋକମାନଙ୍କର ଆତ୍ମାକୁ ଏମିତି ଛଟପଟ କରାଯାଉ। ଟ୍ରେନ୍ଟି ସମ୍ପୂର୍ଣ୍ଣ ରକ୍ତରେ ଲାଲ ହୋଇଗଲା। କିଛି ଦିନ ପରେ ଗଭର୍ଣ୍ଣମେଣ୍ଟ ଆସି ସେଠାରୁ ସେଇ ଟ୍ରେନ୍କୁ କାଢ଼ିଦେଲା। ଟ୍ରେନ୍ରେ ହୋଇଥିବା ସମସ୍ତ ଘଟଣାକୁ ଗୋଟିଏ ଟ୍ରେନ୍ ଆକ୍ସିଡେଣ୍ଟ ବୋଲି ଭାବିଦେଲା ଗଭର୍ଣ୍ଣମେଣ୍ଟ। କାରଣ ସେ ମଧ୍ୟ ଜାଣିଛି ଯେ ଏ ଏରିଆ ହେଉଛି ଗୁଣିଆମାନଙ୍କର। ଏତେ ପାୱାରଫୁଲ୍ ଶକ୍ତି ଥିଲା ଗୁଣିଆମାନଙ୍କର ଯେ ଏ ଏରିଆକୁ ଲୋକମାନେ ମଧ୍ୟ ଆସିବାକୁ ଡରୁଥିଲେ। ଆଉ ଆମମାନଙ୍କର ବେଳା ଖରାପ ଥିଲା ଯେ ଆମ ଟ୍ରେନ୍ ଆସି ଠିକ୍ ଏଇ ଗାଁ ଆଗରେ ହିଁ ବନ୍ଦ ହୋଇଥିଲା। ସେଇ ଶନିବାର ରାତିରେ ସବୁ ଲୋକ ଚାଲିଗଲେ। ସେ ଗାଁ ଲୋକମାନେ ସେ ପାହାଡ଼ ଉପରକୁ ଯାଆନ୍ତିନି, କାରଣ ସେ ପାହାଡ଼ ଉପରେ ସେ ଲୋକମାନଙ୍କର ମୁଣ୍ଡ କାଟ ହୋଇଛି। ଏ ଗାଁ ଲୋକମାନେ ଯାହା ବି ଗୁଣି ଗାରେଡ଼ି କରନ୍ତି ସେ ପାହାଡ଼ ଉପରକୁ ଗଲେ ସେଇଟା କାଟି ହୋଇଯାଏ। ତୁମେ ଯଦି ବଞ୍ଚିବାକୁ ଚାହୁଁଛ କାଲି ସେଇ ପାହାଡ଼କୁ ଯାଅ। ଯେଉଁଠାରେ ସେ ଗୁଣିଆ ତୁମ ମୁଣ୍ଡରେ ତିଳକ ଲଗାଇଥିଲା ସେ ଜାଗାକୁ ଖଣ୍ଡିଆ କରିଦେବ। ସେଠାରୁ ଯେତେ ରକ୍ତ ବାହାରିବାର ଅଛି ବାହାର କରିଦେବ। ବାହାର କରିକି ସେଇ ପଥର ଉପରେ ପକାଇଦେବ। ସେଠାରୁ ଆସିଲା ପରେ ପୋଖରୀରେ ଗାଧୋଇବ। ପୋଖରୀରେ ଗାଧୋଇ ସାରିଲା ପରେ ତୁମେ ଚୁପଚାପ ନିଜର ରୁମ୍କୁ ଆସି କାମ କରିବାକୁ ଲାଗିବ। ଗାଁର ଲୋକମାନଙ୍କୁ ଭୁଲରେ ବି ଚାହିଁବନି, କାରଣ ସେମାନେ କେବେ ବି ଚାହାନ୍ତିନି ଯେ 3 ମାସ ପୂର୍ବରୁ କେହି ବି ଫାଟକ ଅଫିସର ଏଠାରୁ ଯାଆନ୍ତୁ, କାରଣ 3 ମାସ ପରେ ସେମାନେ ଫାଟକ କର୍ମଚାରୀକୁ ହିଁ ମାରିଦିଅନ୍ତି। ତୁମେ ଏଇ ସପ୍ତାହ ଯାକ ଏଠାରୁ ବାହାରିବନି ଆଉ ତୁମକୁ କେମିତି ବଞ୍ଚିବାର ଅଛି ମୁଁ ଆର ଶନିବାର ଆସିଲେ କହିବି। ଏହା କହି ସେଠାରୁ ଚାଲିଗଲେ ଗୋପୀନାଥ ବାବୁ। ପରଦିନ ସକାଳେ ସୂର୍ଯ୍ୟ ଉଠିଲେ, କିନ୍ତୁ ଶ୍ରୀକାନ୍ତର ମନ ଭିତରେ ଅନ୍ଧକାର ଥିଲା। ଗୋପୀନାଥର କଥା ତାଙ୍କ ମନରେ ଘୁରି ଚାଲିଥିଲା। ପାହାଡ଼କୁ ଯାଇ ମୁକ୍ତି ପାଇବା। ସେ ଧୀରେ ପାହାଡ଼ ଉଠିଲେ। ପାହାଡ଼ ଚଢ଼ିବାକୁ ଗଲେ, କିନ୍ତୁ ପ୍ରତ୍ୟେକ ପଦରେ ଭୟ ଲାଗୁଥିଲା ତାଙ୍କୁ। ସେ ଜଙ୍ଗଲ ଭିତରେ ପ୍ରବେଶ କରିଲେ। ଏଥର ସବୁକିଛି ଅଲଗା ଥିଲା। ସେଇ ଜଙ୍ଗଲ ଭିତର ପବନ ମଧ୍ୟ ବହୁତ ଭାରି ଲାଗୁଥିଲା। ଗଛ ଯେମିତି ସମସ୍ତେ ଜୀବନ୍ତ ଥିଲେ। ଆଉ ତାଙ୍କ କାନରେ ବାରମ୍ବାର ଗୋଟେ ଶବ୍ଦ ଆସୁଥିଲା, ଯାଉଛୁ ଆଉ ବଞ୍ଚିବୁନୁ ତୁ। ସେ ଏଇ କଥା କିନ୍ତୁ କିଛି ଶୁଣୁନଥିଲେ। ପଛରୁ ତାଙ୍କୁ ହଜାର ହଜାର ପାଦର ସାଉଣ୍ଡ ଆସୁଥିଲା, ଯେମିତି ପୁରା ଗାଁ ତାଙ୍କୁ ପିଛା କରୁଛି। କିନ୍ତୁ ସେ ପଛକୁ ଚାହିଁଲେନି। ପାହାଡ଼ ଉପରକୁ ଗଲେ ଏବଂ ସମସ୍ତ ରିଚୁଆଲ କମ୍ପ୍ଲିଟ୍ କଲେ। ସେ ପଥର ସେଇଠାରେ ଥିଲା। ସେ ଧୀରେ ସେ ତିଳକ ଥିବା ଜାଗାରେ ଖଣ୍ଡିଆ କରିଲେ। ରକ୍ତ ସେ ପଥର ଉପରେ ପଡ଼ିଲା। ସେହି ମୁହୂର୍ତ୍ତରେ ପବନ ବଦଳିଗଲା, ଯେମିତି କେହି ଚେଇଁ ଉଠିଲା। ସେଠାରୁ ଶ୍ରୀକାନ୍ତ ସାର୍ ତଳକୁ ଆସିଲେ। ସେ ପୋଖରୀରେ ଗାଧୋଇଲେ ଆଉ ପୁଣି ଆସିଲେ ହେରି ନିଜ ଚାମ୍ବରକୁ। ଗାଁରେ ପ୍ରବେଶ କରିବା ମାତ୍ରେ ସବୁ ଲୋକ ତାଙ୍କୁ ଏକ ହିଂସାର ଦୃଷ୍ଟିରେ ଚାହୁଁଥିଲେ। ସେ ଆଖିରେ ଘୃଣା, ରାଗ ଏବଂ ଏକ ଖୁନର ଦୃଶ୍ୟ
ସ୍ପଷ୍ଟ ଦେଖିପାରୁଥିଲେ ଶ୍ରୀକାନ୍ତ ବାବୁ। ଯେମିତି ଶ୍ରୀକାନ୍ତ ବାବୁ ତାଙ୍କର କୌଣସି ବଡ଼ ସିଷ୍ଟମ ଭାଙ୍ଗି ଦେଇଛନ୍ତି। ଦିନ କଟି ଚାଲିଲା, ଆଉ ରାତି ମଧ୍ୟ କଟି ଚାଲିଲା। ପ୍ରତ୍ୟେକ ନକ୍, ପ୍ରତ୍ୟେକଟି ସାଉଣ୍ଡ ତାଙ୍କୁ ପ୍ରତୀକ୍ଷା କରୁଥିଲା। ଶେଷରେ ଶନିବାର ଆସିଲା। ରାତି ଗଭୀର ହେଲା। ଲାଲ ଡିବା ପୁଣି ଆସିଲା। ଶ୍ରୀକାନ୍ତ ଧୀରେ ଯାଇ କବାଟ ଖୋଲିଲେ। ବରକୋଳି ନିଅ ବାବୁ। ଶ୍ରୀକାନ୍ତ ବାବୁ 20 ପଇସା ଦେଇ ତାଠୁ ବରକୋଳି କିଣିଲେ। ସେ କିନ୍ତୁ ଏଥର ଶାନ୍ତ ଥିଲେ। କୋଳି ନେଲେ ଆଉ ରୁମ୍ ଭିତରକୁ ଆସିଲେ। ହଠାତ୍ ଗୋପୀନାଥ ବାବୁ ପ୍ରକଟ ହେଲେ ରୁମ୍ ଭିତରେ। ସେ ଧୀରେ କହିଲେ, ଏବେ ଶୁଣ, ଆଖି ବନ୍ଦ କରିବ, କିଏ କିଛି ବି କହିଲେ ଶୁଣିବନି, ସିଧା ଟ୍ରେନ୍ ଭିତରକୁ ଦୌଡ଼ିବ, ଆଉ ଏ କୋଳିତକ ଟ୍ରେନ୍ ଭିତରେ ନେଇ ଫୋପାଡ଼ି ଦେବ। ଆଜି ତୁମେ ବଞ୍ଚିପାରିବ, ତୁମ ପାଖେ ଆଜିର ହିଁ ସମୟ ଅଛି। ନିଜ ଜୀବନକୁ ବଞ୍ଚାଇବାକୁ ହେଲେ ତୁମକୁ ଦୌଡ଼ିବାକୁ ପଡ଼ିବ। ଶ୍ରୀକାନ୍ତ ଆଖି ବନ୍ଦ କରି ନିଜ ରୁମ୍ରୁ ନିଜର ବ୍ୟାଗ୍ ଧରି ଜୋରରେ ଦୌଡ଼ିବାକୁ ଲାଗିଲେ। ଚାରିପଟୁ କେବଳ ଗାଁ ଲୋକଙ୍କର ଶବ୍ଦ ଆସୁଥିଲା, ରହିଯାଅ ରହିଯାଅ, ଯାଅନି, ଗଲେ ମରିଯିବ, ତୁମେ ଆମ ଗାଁରେ ରୁହ। କିନ୍ତୁ ସେ ରହିଲେ ନାହିଁ, ସେ ଆଖି ଖୋଲିଲେ ନାହିଁ। ସେ ଦୌଡ଼ି ଚାଲୁଥିଲେ। ହଠାତ୍ ମାଡ଼ ହେଲେ ସେ କାହା ସହିତ। ଆଗରେ ଥିଲା ଗୁଣିଆ। ଗୁଣିଆକୁ ଦେଖି ଶ୍ରୀକାନ୍ତ ଦିପାଦ ପଛକୁ ଆଣିବାକୁ ଯାଉଥିଲେ କି ସେତିକିବେଳେ ଲାଲ ଡିବାରେ ଥିବା ସମସ୍ତ ପିଶାଚ ଗୁଡ଼ାକ ଟ୍ରେନ୍ ଭିତରୁ ଡେଇଁବାକୁ ଲାଗିଲେ, ଆଉ ଗୁଣିଆ ସହିତ ଗାଁର ସବୁ ଲୋକଙ୍କୁ ଏକ ଏକ କରି ମାରିବାକୁ ଲାଗିଲେ। ହେଲେ ଗାଁର ଲୋକମାନେ ମଧ୍ୟ ବହୁତ ଶକ୍ତିଶାଳୀ ଥିଲେ। ସେମାନେ ସହଜରେ ଥିଲେ ଗୁଣିଆ, ଆଉ ରାକ୍ଷସ ପରି ସେମାନେ ସେ ଟ୍ରେନ୍ ଭିତରର ପିଶାଚମାନଙ୍କୁ ମାରିବାକୁ ଲାଗିଲେ। ଦୁଇ ପଟରୁ ଯୁଦ୍ଧ ବହୁତ ଘମାଘୋଟ ହେବାକୁ ଲାଗିଲା। ଏହି ଭିତରେ ଶ୍ରୀକାନ୍ତ ସାର୍ ଦୌଡ଼ି ଦୌଡ଼ି ଟ୍ରେନ୍ ପାଖରେ ପହଞ୍ଚିଲେ। ହେଲେ ଟ୍ରେନ୍ ଭିତରକୁ ଗଲାବେଳେ ଟ୍ରେନ୍ ଛାଡ଼ିବାର ହର୍ଣ୍ଣ ଦେଲା। ସେତେବେଳେ ସମସ୍ତ ଟ୍ରେନ୍ ଭିତରେ ଥିବା ମୃତ ଲୋକ ଟ୍ରେନ୍ ଭିତରକୁ ଫେରିଗଲେ। ଶ୍ରୀକାନ୍ତ ସାର୍କୁ ଏମିତି ଲାଗିଲା ଯେମିତି ସେ ଟ୍ରେନ୍ଟି ପଳାଇବ। ହେଲେ ସେତିକିବେଳେ ଆସିଲା ଗୋଟିଏ ସାହାଯ୍ୟର ହାତ। ସେ ହାତ ଧରି ଟ୍ରେନ୍ ଚଢ଼ିଗଲେ ଶ୍ରୀକାନ୍ତ ସାର୍। ସାମ୍ନାରେ ଥିଲା ନିରଞ୍ଜନ। ସେ ଟ୍ରେନ୍ ଭିତରେ ବସିଲା ପରେ ଶ୍ରୀକାନ୍ତ ସାର୍ ବେହୋସ ହୋଇଗଲେ। ବେହୋସ ଅବସ୍ଥାରେ ଉଠିଲା ପରେ ଯେତେବେଳେ ଶ୍ରୀକାନ୍ତ ସାର୍ ଚାରିଆଡ଼େ ଉଠିକି ଦେଖିଲେ ଆଉ ଜାଣିବାକୁ ପାଇଲେ ଯେ ସେ ତାଙ୍କ ଗାଁ ଷ୍ଟେସନରେ ଅଛନ୍ତି, ସେ ନିଜକୁ ଭାରି ସେଫ୍ ବୋଲି ମନେ କଲେ। ପଛରୁ ଲାଲ ଡିବା ଟ୍ରେନ୍ର ହର୍ଣ୍ଣ ଆସିଲା। ସେ ବୁଲି ପଛକୁ ଚାହିଁଲେ ଆଉ ଦେଖିଲେ ଲାଲ ଡିବା ଟ୍ରେନ୍ ଅଛି, ଆଉ ଟ୍ରେନ୍ ଭିତରେ ସବୁ ଥିବା ଲୋକ ତାଙ୍କୁ ଧନ୍ୟବାଦ କହୁଛନ୍ତି। କାରଣ ଶ୍ରୀକାନ୍ତ ସେ ଗାଁ ଲୋକ ତିଆରି କରିଥିବା ସୀମା, ଯାହାକୁ କି ଟ୍ରେନ୍ ଭିତରେ ଥିବା ଭୂତମାନେ କ୍ରସ୍ କରିପାରିନଥିଲେ, ତାକୁ ଭାଙ୍ଗି ଦେଇଛନ୍ତି। 3 ମାସ ହେବା ଆଗରୁ ହିଁ ଶ୍ରୀକାନ୍ତ ସାର୍ ପ୍ରଥମ ଲୋକ ଯିଏକି ସେ ଫାଟକରୁ ବାହାରି ଆସିଛନ୍ତି। ଏବେ ପିଶାଚମାନେ ଚାହିଁଲେ ସେ ଗାଁ ଭିତରେ ପଶିପାରିବେ, ସେମାନେ ନିଜର ପ୍ରତିଶୋଧ ନେଇପାରିବେ। ଲାଲ ଡିବା ଟ୍ରେନ୍ ଶେଷ ହର୍ଣ୍ଣ ଦେଇ ଚାଲିଗଲା ସେଠାରୁ। ଟ୍ରେନ୍ଟି ଚାଲିଯିବା ପରେ ଏକ ଶାନ୍ତିର ନିଶ୍ୱାସ ନେଲେ ଶ୍ରୀକାନ୍ତ ସାର୍। ବୁଲିକରି ନିଜ ଘର ଆଡ଼େ ଯିବାକୁ ଯାଉଥିଲେ, ପଛରୁ ଶବ୍ଦ ଆସିଲା, ସାର୍। ପଛରେ ଠିଆ ହୋଇଥିଲା ନିରଞ୍ଜନ। ଶ୍ରୀକାନ୍ତକୁ ଶେଷ ଥର ପାଇଁ ବିଦାୟ ବୋଲି କହୁଥିଲା।